ଜୀବାଭୂତ ତେଣୁ ଜୀବକୁ ଯେତେବେଳେ ସେ ଆସିଛନ୍ତି ପରା ପ୍ରକୃତି ତେଣୁ ସି ଫେମିନାଇନ୍ ଜେଣ୍ଡରଟା ଆମେ ବ୍ୟବହାର କରୁଛୁ। ଏବଂ ଦ୍ୱିତୀୟଟି ହଉଛି ଯେ ସାଇକିକ ବିଙ୍ଗ କୁ ଯଦିଓ ସାଇକିକ ବିଙ୍ଗ କିନ୍ତୁ ଇଟ୍ ବୋଲି ଇଏରେ ଲେଖାଯାଉଛି। ତାପରେ ହଉଛି ଯେ ଜୀବାତ୍ମା ହଉଛନ୍ତି ମାନେ ସୁପ୍ରିମ ମଦର ଇଜ ଦ ଜୀବାତ୍ମା ଅଫ ସାବିତ୍ରୀ। ଯେ ଏ ଯୋଉ ଆମର ଯୋଉ ଚୈତ ସତ୍ତାଟି ଅଛନ୍ତି ସେ ଜଣେ ଗଡେଡ କିନ୍ତୁ ମାନେ ତାଙ୍କର ଯୋଉ ପୂର୍ଣ୍ଣଶ୍ରୀ କାଳଭୁକ୍ତ କରନ୍ତି ମହାନତା କାଳ ଭିତରେ ଯୋଉ ଆତ୍ମାର ମହାନତା ଥାଏ ସେ ସେଇଠି ଆସିକି ତା ଭିତରେ ରୋପଣ କରନ୍ତି। ତାରି ସହିତ ଜୀବାତ୍ମାଙ୍କର ଚୈତ ସତ୍ତାଙ୍କ ସହିତ ଏଇଭଳି ସମ୍ପର୍କ। ଗୋଟିଏ କଥା ଏଠି ମନେ ରଖିବାକୁ ପଡିବ ଯେ ଆମର ଯେ ଚୈତ ସତ୍ତା ସେ କଣ କରନ୍ତି ନା ଆମର ମାନେ ଡେଲି ଆମ ଭିତରେ ରହିଛନ୍ତି। ମନ ପ୍ରାଣ ଶରୀର ଆମ ଭିତରେ ରହିଛନ୍ତି, ଜୀବାତ୍ମା ମଧ୍ୟ ଆମ ଭିତରେ ରହିଛନ୍ତି। କିନ୍ତୁ ଚୈତ ସତ୍ତା ଯେ ଆମର ସେ ଧୀରେ ଧୀରେ ବିକଶିତ ହୁଅନ୍ତି, ଇଭଲ୍ୟୁସନରେ ସେ ଅଂଶଗ୍ରହଣ କରନ୍ତି। କିନ୍ତୁ ଆମର ଯିଏ ଜୀବାତ୍ମା ସିଏ କେବଳ ଇଭଲ୍ୟୁସନରେ ସଭାପତିତ୍ୱ କରନ୍ତି, ପ୍ରିଜାଇଡ୍ ଓଭର ଦ ଇଭଲ୍ୟୁସନ ବଟ୍ ଡଜଣ୍ଟ ଟେକ୍ ପାର୍ଟ ଇନ୍ ଇଭଲ୍ୟୁସନ। ଏଇ ଦୁଇଟି କଥା ମନେ ରଖିବାକୁ ପଡିବ ଜୀବାତ୍ମା ଏବଂ ଚୈତ ସତ୍ତାଙ୍କ ଭିତରେ କଣ ତଫାତ୍। ତେଣୁ ଏଇ ଯୋଉ ଆଲୋକରୁ ଆଲୋକ ଶକ୍ତିମତାରୁ ଶକ୍ତିମତା ଏକ ସ୍ୱର୍ଗ ଚୂଡାରେ ସେ ଦଣ୍ଡାୟମାନ ହେବା ଜାଣି ରାଜା ରୂପେ ତନୁ ଦୁର୍ବଳ। ବର୍ତ୍ତମାନ ଏଇ ଯିଏ ଅଛନ୍ତି କାଳଭୁକ୍ତ ଆତ୍ମା ବା କାଳଭୁକ୍ତ ଯିଏ ଅଧିଷ୍ଠିତ ହେଇକି ଅଛନ୍ତି ଆମର ଜୀବାତ୍ମା ସେ କଣ କରନ୍ତି ସେ ସାହାଯ୍ୟ କରନ୍ତି ଚୈତ ସତ୍ତାଙ୍କୁ। ସେ କେମିତି ବଢି 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 ଗୋଟେ ରାଜା ରୂପରେ ଶେଷରେ ସେ ଠିଆ ହେବେ। ତାଙ୍କର ଶରୀର ଦୁର୍ବଳ କିନ୍ତୁ ତାଙ୍କ ହୃଦୟରେ ଅପରାଜୟ ପରାକ୍ରମ ତାଙ୍କ ଭିତରେ ରହିଛି। ସିଏ ଏଇ ଆଙ୍କର ଜୀବାତ୍ମାଙ୍କର ହାତ ଧରିକି ସିଏ ପଡି ଉଠି ଆଗକୁ ଆଗକୁ ଯାଉଛନ୍ତି। ତେଣୁ ଆମର ନଶ୍ୱର ଆକାରଟିଏ ଭିତରେ ଏକ ଶ୍ରମରତ ଚୈତନ୍ୟ। ତାମାନେ ଆମେ ଯୋଉ ଆମର ନଶ୍ୱର ଆମେ ମୃତ୍ୟୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କବଳରୁ ମୁକ୍ତ ନୁହଁ, ତାହାରି ଭିତରେ ସେ ଏ ଟଏଲିଂ ସ୍ପିରିଟ ବୋଲି କହୁଛନ୍ତି। ବର୍ତ୍ତମାନ ଦି ଜଣଙ୍କର ମିଳନ ହେଇଛି। ସେ ଯୋଉ ମିଳନଟାକୁ ସେ କହୁଛନ୍ତି ଦ କାମ୍ ଇମୋର୍ଟାଲ ଆଣ୍ଡ ଦ ଷ୍ଟ୍ରଗଲିଂ ସୋଲ then with a magic transformation speed they rushed into each other and grew one। ସେମାନେ କଣ କରିଛନ୍ତି ନା ଅଗ୍ନିଶିଖା ଏବଂ ଆଲୋକର ଏଇ କକ୍ଷରେ ଯୋଉଟା ଆମେ ମୂଳରୁ ଯେତେବେଳେ ସିକ୍ରେଟ ସୋଲ କୁ ଆସିଲେ ଯୋଉ କକ୍ଷ ଭିତରକୁ ଆସିଲେ ସେଠି କେବଳ ଅଗ୍ନି ଏବଂ ଆଲୋକ ଅଛି ଆମେ ପଢିଥିଲୁ। ସେଇ ଭିତରେ ସେମାନଙ୍କର ଉଭୟଙ୍କର ଦେଖା ହଉଛି। କାହିଁକିନା ସାବିତ୍ରୀ ତାଙ୍କର ଆତ୍ମାର ଗୃହରେ ସେଇ ଯୋଉ ଅଗ୍ନିଶିଖା ଆଲୋକର ଗୃହରେ ସେ ପ୍ରବେଶ କରିଛନ୍ତି। ସେଇଠି ସେମାନଙ୍କର ସାକ୍ଷାତ ହଉଛି। ଯୋଉଠି ବର୍ଣ୍ଣନା ଅଛି ଯେ ତାର ଯୋଉ ପ୍ରାଚୀର ସେଗୁଡିକ ସବୁ ଅଗ୍ନିଶିଖା ତୁଲ୍ୟ ଜଳୁଛି, ସେଠି କୌଣସି ଦ୍ୱାର ନାହିଁ। ଆଉ ପ୍ରାଚୀରଟି ଅଗ୍ନିଶିଖା ତୁଲ୍ୟ, ତା ଭିତରେ ସେ କଣ କରୁଛନ୍ତି ପ୍ରବେଶ କରୁଛନ୍ତି ଏବଂ ଉଭୟଙ୍କୁ ସାକ୍ଷାତ କରୁଛନ୍ତି। ସେମାନେ ଯେତେବେଳେ ପରସ୍ପରକୁ ଦୃଷ୍ଟିପାତ କରୁଛନ୍ତି ଉଭୟଙ୍କୁ ଜାଣୁଛନ୍ତି ସେହି ଗୋପନ ଦେବସତ୍ତା ଏବଂ ତାଙ୍କର ମାନୁଷୀ ଅଂଶ।
ये हूँ देवसत्ता एवं चैत्र सत्ता होउचंती एई देवसत्तांकर मानुषी अंश ସେମାନେ କଣ କରୁଛନ୍ତି ଯେ ସେମାନେ ବର୍ତ୍ତମାନ ଇଏ ପିଛକୁ ଚାଲି ଯାଉଛନ୍ତି ଉଭୟଙ୍କୁ ମିଶୁଛନ୍ତି ତାକୁ ଏମିତି ବର୍ଣ୍ଣନା କରୁଛନ୍ତି ସେହି ପ୍ରଶାନ୍ତ ଚିରଞ୍ଜୀବୀ ଏବଂ ସଂଗ୍ରାମୀ ଆତ୍ମା ଇଏ ହଉଛନ୍ତି ପ୍ରଶାନ୍ତ ଚିରଞ୍ଜୀବୀ ଯିଏ ହଉଛନ୍ତି ଆମର ଜୀବାତ୍ମାଙ୍କ କଥା କୁହାଯାଉଛି ଇଏ ହଉଛନ୍ତି ଷ୍ଟ୍ରଗଲିଂ ସୋଲ୍ ବା ସଂଗ୍ରାମୀ ଆତ୍ମା ତତ୍ପରେ ଏକ ଯାଦୁକରୀ ରୂପାନ୍ତରର ଦ୍ରୁତତା ଯୋଗେ ଗୋଟେ ଯେମିତି ଗୋଟେ ଯାଦୁକରୀ ରୂପାନ୍ତରର ଏତେ ଜୋରରେ ସେ ଚାଲିଛି ଉଭୟ ପରସ୍ପର ଆଡକୁ ପ୍ରଭାବିତ ହଉଛନ୍ତି ଏବଂ ଏକରେ ପରିଣତ ହେଇଯାଉଛନ୍ତି ବର୍ତ୍ତମାନ କଣ ହେଇଛି ଏଇଟା ତାଙ୍କର ଜୀବାତ୍ମାଙ୍କ ସହିତ ମିଳନ ହେବା ଫଳରେ ସାବିତ୍ରୀଙ୍କର ବହୁତ ଗୁଡିଏ ମାନେ ଇନର ଯୋଉ ସୂକ୍ଷ୍ମ ଜଗତର ବହୁତ ଅନୁଭୂତି ତାଙ୍କର ପ୍ରାପ୍ତ ହେଇଯାଇଛି ଏବଂ ତାଙ୍କର ଅନ୍ତର୍ଦୃଷ୍ଟି ମଧ୍ୟ ବହୁତ ବଢି ଯାଇଛି କିନ୍ତୁ ସେ ସେଗୁଡା ଅନୁଭବ କରୁଛନ୍ତି କିନ୍ତୁ ହଠାତ୍ କଣ ହେଇଛି ସେ ଯୋଉ ଅନ୍ତର୍ଜଗତ ଏବଂ ଆନ୍ତର୍ଦୃଷ୍ଟି ସେ ବର୍ତ୍ତମାନ ଗୋଟେ ପରଦା ଦ୍ଵାରା ଆବୃତ ହେଇଯାଇଛି ଆବୃତ ହେବା ଫଳରେ ବର୍ତ୍ତମାନ ଯୋଉ ଟ୍ରାନ୍ସ ଷ୍ଟେଟ ରେ ଥିଲେ ଯୋଉ ସମାଧିସ୍ଥ ଅବସ୍ଥାରେ ଏଇ ସବୁ ତାଙ୍କ ସୂକ୍ଷ୍ମ ଜଗତରେ ସବୁ ଘଟଣାବଳୀ ଗୁଡିକ ଘଟୁଥିଲା ବର୍ତ୍ତମାନ ସେ ଟ୍ରାନ୍ସ ଭିତରେ ଘଟୁଥିଲା ତେଣୁ ଟ୍ରାନ୍ସ ରୁ ସେ ମୁକ୍ତ ହେଇକି ବର୍ତ୍ତମାନ ସେଇ ମାନସିକ ସ୍ଥିତିକୁ ସେ ଚାଲି ଆସିଛନ୍ତି ମାନସିକ ସ୍ଥିତିକୁ ଚାଲି ଆସିଛନ୍ତି ଏବଂ ସିଏ ତାଙ୍କର ସେଇ ସ୍ୱାମୀ ନିଦ୍ରିତ ଅବସ୍ଥାରେ ଶୋଇଛନ୍ତି ସେ ଟ୍ରାନ୍ସ ରେ ବସିଥିଲେ ତାଙ୍କ ପାଖରେ ବସିଛନ୍ତି ଏବଂ ତାଙ୍କର ଯୋଉ ମାନେ ସେଇ ଯୋଉ ପଣ୍ୟ କୁଟୀର ସେଦିନ ବର୍ଷା ହଉଛି ଯୋଉଦିନ ଘଟଣା ବର୍ଣ୍ଣନା କରୁଛନ୍ତି ସେଇ ବର୍ଷା ଦୂତ ଅରଣ୍ୟ ଭିତରେ ସେ ମୃଦୁନାଦୀ ନିଶୀଥରେ ମାନେ ଗୋଟେ ମଟରିଂ ନାଇଟ ଅଳ୍ପ ଅଳ୍ପ ଶବ୍ଦ ହଉଛି ତା ଭିତରେ ସିଏ କଣ କରିଛନ୍ତି ନା ସେ ପୃଥିବୀ ଚାଲି ଯାଇଛି କିନ୍ତୁ ବର୍ତ୍ତମାନ ସିଏ ତାଙ୍କର ଏକ୍ସଟର୍ନାଲ କନସିୟସନେସ ବା ବାହିକ ସତ୍ତାକୁ ଚାଲି ଆସିଛନ୍ତି ଯେତେବେଳେ ବାହିକ ସତ୍ତାକୁ ସେ ଚାଲି ଆସିଛନ୍ତି ସେତେବେଳେ ସେ ଦେଖୁଛନ୍ତି ଯେ ତାଙ୍କ ଭିତରେ ତାଙ୍କର ହୃଦୟ ଭିତରେ ଯୋଉ କମଳ ଫୁଲଟି ଅଛି ପଦ୍ମ ଫୁଲଟି ଅଛି ସେଟା ଦୁଇଟି ପାଖୁଡା ମେଲିଥିଲା ବର୍ତ୍ତମାନ ସେଇ ପାଖୁଡା ଗୁଡିକ ପୁରା ପ୍ରସ୍ଫୁଟିତ ହେଇଯାଇଛନ୍ତି ଆଗରୁ ସେ ଜାଣିଛନ୍ତି ଯେ ତାଙ୍କର ଦୁଇଟି ପାଖୁଡା ଖୋଲିଥିଲା କାହିଁକିନା ସାଧନାରେ ଅଛନ୍ତି ଦେଇକି ସେ ଦେଖୁଛନ୍ତି ଯେ ବର୍ତ୍ତମାନ ଆତ୍ମାଟା କଣ ମାନେ ସେ ପ୍ରକଟି
ପୁଣ୍ୟ ନିବାସରେ ପରିଣତ ହେଇଯାଇଛି। କିନ୍ତୁ ସେ ଯେମିତି ଆସିଛନ୍ତି ବସିଛନ୍ତି, ବସିବା ଆଗରୁ ତାଙ୍କର ଯୋଉ ପାଦ ସେ ପ୍ରଥମ ସେଇ ଯୋଉ ପ୍ରସ୍ଫୁଟିତ ପଦ୍ମକମଳଟି ଅଛି ଦେଇଛି ନା ସେଇ ମାଇଟି ମଧୁରଙ୍କର ଯୋଉ ଆସିଲା ଇମେଜ ଟା ଆସିଲା, ତାର ଯୋଉ ପାଦ ପ୍ରଥମ ଯେମିତି ସ୍ପର୍ଶ କରିଛି ସେତେବେଳେ କଣ ହେଇଛି ନା ଗୋଟେ ମାନେ ଗୋଟେ ଅଦ୍ଭୁତ ଟାଇପର ତାଙ୍କର ଅନ୍ତର୍ଜଗତଟା ପୁରା ଦୋଳାୟମାନ ହେଇଯାଇଛି ତାଙ୍କର ସାବିତ୍ରୀଙ୍କର। ଯେତେବେଳେ ସେଇ ପାଦ ବି ତାଙ୍କର କେବଳ ସ୍ପର୍ଶ କରିଛି ସେଇ ପ୍ରସ୍ଫୁଟନକୁ, ସେତେବେଳେ ତାଙ୍କର ଅନ୍ତର୍ଜଗତଟା ଦୋଳାୟମାନ ହେଇଯାଇଛି, ଯେମିତି ଗୋଟେ ଭୂମିକମ୍ପ ହେଇଯାଇଛି, ଏକ ଶକ୍ତିଶାଳୀ ସଞ୍ଚାଳନ ସେ ପାଦର ସଞ୍ଚାଳିତ ହେଇଛି, ଭେରି ପାୱାରଫୁଲ। ତାପରେ ସତ୍ୟବା ଏକ ପୃଥିବୀ ପ୍ରକମ୍ପିତ ହୋଇ ଲାଭ କଲା ତାର ଆତ୍ମା। ସତ୍ୟ ଯେମିତି ସେ କହୁଛନ୍ତି ଏକ ପୃଥିବୀ ଯେମିତି ସେ ପ୍ରକମ୍ପିତ ହେଇକି ଗୋଟେ ଆତ୍ମାକୁ ଲାଭ କଲା। ମାନେ ଯେତେବେଳେ ସେ ଆସିଛନ୍ତି ସେ ଯୋଉ ଜନନୀ ମାଇଟି ମଦର, ତାଙ୍କର ପାଦର ସ୍ପର୍ଶ ତା ଭିତରେ କଣ ହେଇଛି ନା ସାବିତ୍ରୀଙ୍କର ଭିତରେ ଗୋଟେ କମ୍ପନ ହେଇଛି, ଶକ୍ତିଶାଳୀ କମ୍ପନ ହେଇଛି। ଅଛନ୍ତି ହଠାତ୍ ଉଠି ପଡିଛନ୍ତି। ନିଶ୍ଚେତନାର ଆତ୍ମାହୀନ ମାନସହୀନ ନିଶ୍ଚିତ ଗର୍ଭରୁ, ନିଶ୍ଚେତନାରେ ମନ ନାହିଁ, ସେଠି ଆତ୍ମା ନାହିଁ। ସେ ବର୍ତ୍ତମାନ ଯେମିତି ମାନେ ଶୋଇଥିଲେ ଉଠି ଏବଂ ହଠାତ୍ କିନା ଉଠିକି କଣ କରୁଛନ୍ତି, ତାଙ୍କ କୁଣ୍ଡଳୀକୁ ସେ ଖୋଲି ଦେଇଛନ୍ତି, ତରଙ୍ଗାୟିତ ଗତିରେ ବେଗରେ ସେଟାକୁ ଖୋଲି ଦେଇଛନ୍ତି ଏବଂ ହଠାତ୍ କିନା ଠିଆ ହେଇ ପଡିଛନ୍ତି ଏବଂ ଯାହାକୁ କହୁଛନ୍ତି ମାନେ ସିଧାସଳଖ ଠିଆ ହେଇ ପଡିଛନ୍ତି। ସେ ତ ଗୋଡେଇ ହେଇକି ଥିଲେ ନା, ଠିଆ ହେଇ ପଡିବା ଫଳରେ କଣ ହେଇଛି ଖୁବ ଜୋରରେ ଏବଂ ଯେମିତି ଗୋଟେ ଜଷ୍ଟ ଲାଇକ ଗୋଟେ ଷ୍ଟର୍ମି ହୁଏ, ଯେମିତି ଗୋଟେ ଝଞ୍ଝାମୟ ଇଏରେ ସେ କଣ କରୁଛନ୍ତି ନା ଯାଇକି ଉପରକୁ ଯାଇକି ମାନେ ତାଙ୍କର ଯୋଉ ସଂସ୍ଥା ଭିତରକୁ ଯୋଉ ଯାଉଛନ୍ତି ସବୁ ଚକ୍ର ଗୁଡାକ ସ୍ପର୍ଶ କରିକି ଯାଉଛନ୍ତି। ଆମର 7ଟି ଚକ୍ର ଅଛି, ଇଏ ମୂଳାଧାରରେ ରହିଛନ୍ତି, ଏ ଯୋଉ କନସିୟସନେସ ଫୋର୍ସ। ତାପରେ ଆମର ସ୍ୱାଧିଷ୍ଠାନ ଅଛି, ତାପରେ ଆମର ମଣିପୁରମ ଅଛି, ତାପରେ ଆମର ଅଛି, ଆମର ମଝିରେ କପାଳ ଭିତରେ ସହସ୍ରା ଅଛି। ଯେତେବେଳେ ଯାଉଛନ୍ତି ସେ କଣ କରୁଛନ୍ତି ମାନେ ସତେ ଯେମିତି ସେ ଗୋଟେ ସବୁ ଚକ୍ରକୁ ଗୋଟେ ତାକୁ ସବୁ ଚୁମ୍ବନ କରି ଆଗକୁ ଚାଲି ଯାଉଛନ୍ତି। ଏବଂ ଏଇ ଯୋଉ ଚକ୍ର ମାନେ ଯୋଉ ନିଦ୍ରାରେ ଥିଲେ, ସେମାନେ ସୁପ୍ତ ଅବସ୍ଥାରେ ଥିଲେ, ସେମାନେ କଣ କରୁଛନ୍ତି ହଠାତ୍ ପ୍ରସ୍ଫୁଟିତ ହେଇଯାଇଛନ୍ତି, ଫୁଟି ଉଠୁଛନ୍ତି ଏବଂ ହସୁଛନ୍ତି। ଆଲୋକ ଯେତେବେଳେ ସ୍ପର୍ଶ କରୁଛନ୍ତି ତାଙ୍କର ଯୋଉ ନିର୍ଜଳତା, ତାଙ୍କର ଯୋଉ ଆଲୋକ, ସେଥିରେ ସିଏ ହସି ଉଠୁଛନ୍ତି। ତାପରେ ସେ ସହସ୍ରାରେ ଯାଇକି ମିଳିତ ହେଇଛନ୍ତି ଶାଶ୍ୱତ ପରିସର ଭିତରେ, ଯୋଉଟା ଆମକୁ ଇଟର୍ନାଲ ଷ୍ଟେଜ ଥିଲେ, ସେଇଠି ଯାଇକି ସେ ଦିବ୍ୟ ଶକ୍ତିର ଶକ୍ତି ସେଇଠି ଯାଇକି ସେ ସହସ୍ରାରେ ମିଳିତ ହେଇଛନ୍ତି। ପରିସର ଆମେ କହୁଛୁ ସେଇ ଆଗକୁ କଲେ ସେଇଆ ତା ସହିତ ଯାଇକି ସେ ମିଳିତ ହେଇଛନ୍ତି। ଏଇଠି ସେ ଗୋଟେ କଥା କହୁଛନ୍ତି, ତାପରେ ବର୍ଣ୍ଣନା କରୁଛନ୍ତି, ଅନ୍ୟ ଚକ୍ର ମାନଙ୍କ କଥା କହୁନାହାନ୍ତି। ସେ କହୁଛନ୍ତି ଯେ ଶିର ପୁଷ୍ପରେ ଜଡ ଭିତ୍ତି ପୁଷ୍ପରେ ମାନେ ସହସ୍ରାରେ ଏବଂ ଜଡ ଭିତ୍ତିସ୍ଥିତ ପୁଷ୍ପରେ ମାନେ ଆମର ଯୋଉ ଇନକନସିଏଣ୍ଟ ଲେଭେଲରେ, ସେ ପ୍ରତି ଲେଭେଲରେ ଯୋଉ 7ଟି ମୁଁ ଚକ୍ର ବର୍ଣ୍ଣନା କରି ଗଲି, ସେଠି ଗୋଟେ ଗୋଟେ ଦିବ୍ୟ ଶକ୍ତିଙ୍କର ଶକ୍ତି କେନ୍ଦ୍ର ରହିଛି ଏବଂ ଗୋଟେ ଗୋଟେ ପ୍ରକୃତିର ଗ୍ରନ୍ଥି ରହିଛି। ପ୍ରକୃତିର ଗ୍ରନ୍ଥି ତାଙ୍କର ବି ନେଚର ପାୱାର,
ଆଉ ଦିବ୍ୟ ଶକ୍ତିଙ୍କର ଯୋଉ ସେ ଯୋଉ ଗୋଟିଏ ଗୋଟିଏ ଚକ୍ର ତା ଭିତରେ ରହିଛନ୍ତି। ଏଇଟା ଶ୍ରୀ ଅରବିନ୍ଦଙ୍କର ଅଛି ଯୋଉ ତାକୁ ଏଇ ଯୋଉ ଏଇ ବର୍ଣ୍ଣନାଟି ଆମର କୁଣ୍ଡଳିନୀ ତ ଆମେ ଯୋଉ ବର୍ତ୍ତମାନ ପଢୁଛୁ ଯୋଉ ସ୍ୱର୍ଗଟି ବା ଯୋଉ କ୍ୟାନ୍ସରଟି ସେଇଟା ଶ୍ରୀ ଅରବିନ୍ଦଙ୍କର ଟିକେ ବିଶେଷ ବର୍ଣ୍ଣନା, ଅନ୍ୟାନ୍ୟ କୁଣ୍ଡଳିନୀ ଯୋଗଠୁ ତଫାତ୍ ଟିକେ। ତେଣୁ ସେଥିପାଇଁ ସେ କହୁଛନ୍ତି ଏଇ ଜାଗା ଗୁଡାକରେ ସବୁ ରହିଛନ୍ତି ଏବଂ ଏଇ ଯୋଉ ଚକ୍ର ମାନେ ରହିଛନ୍ତି ତାଙ୍କ ଦୁଇ ପାଖରେ ମାନେ ଶକ୍ତି କେନ୍ଦ୍ର ବି ଅଛି, ପ୍ରକୃତିର ଗ୍ରନ୍ଥି ବି ଅଛି, ଉଭୟରେ ଶକ୍ତି ରହିଛି। ଏବଂ ସେଗୁଡିକ କଣ କରନ୍ତି ସବୁବେଳେ ସେମାନେ ଗୋଟେ ଦୁର୍ଗ ମାଳା ଭଳିଆ ରହିଛନ୍ତି। ତାକୁ ଶ୍ରୀ ଅରବିନ୍ଦ କହୁଛନ୍ତି ଦ ଷ୍ଟ୍ରିଙ୍ଗ ଅଫ ଫୋର୍ସ ମାନେ ଦୁର୍ଗ। ସେମାନେ ଗୋଟେ ଦୁର୍ଗ ଭଳିଆ ରହିକି ଏବଂ ପ୍ରତିଟି ଯୋଉ ଚକ୍ର ତାର ପ୍ଲେନ୍ ଅଫ ଏକ୍ଜିଷ୍ଟେନ୍ସ, ତାମାନେ ଆମର ୟୁନିଭର୍ସ ସହିତ କସ୍ମିକ ଜଗତ ସହିତ ଆମର ଗୋଟେ ସମ୍ପର୍କ ରହିଛି। ସେତେବେଳେ ଭାବର ଆଦାନ ପ୍ରଦାନ ହଉଛି। ଚକ୍ର ଗୁଡିକ ଯଦିଓ ପୂର୍ଣ୍ଣ ଭାବରେ ଜାଗ୍ରତ ହେଇନଥାନ୍ତି କିନ୍ତୁ ତାଙ୍କ ସହିତ ଆମର ସବୁବେଳେ ଭାବର ଆଦାନ ପ୍ରଦାନ ଥାଏ, ଗୋଟେ କଣ୍ଟାକ୍ଟ ଥାଏ। କେତେବେଳେ ସେଇ ଯୋଉ ଶକ୍ତି ୟୁନିଭର୍ସ ଶକ୍ତି ଆସିକି ଏଇ ଆମର ଯୋଉ ଚକ୍ର ମାନେ ପୁରା ଇଏ ହେଇନାହାନ୍ତି ସେଠି ସେ କହୁଛନ୍ତି ସେ ଗୋଟେ ସେଠି ତାଙ୍କୁ ଡିଫେଣ୍ଡ କରିକି ରଖିଥାନ୍ତି। ଗୋଟେ ମାନେ ଦୁର୍ବଳ ଏମାନେ ବେଶୀ ସବଳ ନୁହନ୍ତି, କାହିଁକିନା ଏମାନେ ତ ପୂର୍ଣ୍ଣ ଭାବରେ ଫିଟି ନାହାନ୍ତି ନା। ଯେତେବେଳେ ପୂର୍ଣ୍ଣ ଭାବରେ ଏଇ କେନ୍ଦ୍ର ଗୁଡିକ ଚକ୍ର ଗୁଡିକ ଖୋଲିଯାଏ ସେତେବେଳେ କଣ ହୁଏ ନା ସେ ତାକୁ ଚକ୍ର ଗୁଡିକ ଖୋଲିବା ପରେ ତାକୁ ବି ବହୁତ ବାଲାନ୍ସ କରିବାକୁ ପଡେ। ଯୋଉ ସାଧନା ହୁଏ ବହୁତ ବାଲାନ୍ସରେ ମ୍ୟାଚିଓର୍ଡ ନହେଲେ ଚକ୍ର ଗୁଡିକ ଯଦି ତମେ ସାଧନାକୁ ତୀବ୍ର ଭାବରେ କରିବ ତାହେଲେ ଇମ୍ବାଲାନ୍ସ ହେଇଯାଏ, ସହ୍ୟ କରିପାରିବେନି ଯିଏ କରୁଥିବ ସାଧନା। ତେଣୁ ସେ ତନ୍ତ୍ର ସାଧନା ନା କୁଣ୍ଡଳିନୀଟା ତନ୍ତ୍ର ସାଧନା, ତେଣୁ ତାକୁ ବହୁତ କେୟାରଫୁଲି ତାକୁ କରିବାକୁ ପଡେ। କିନ୍ତୁ ଅନ୍ୟ ସମୟରେ ତାକୁ ସେ ଆମକୁ ଏଇ ମାନେ ପ୍ରକୃତି ଏଇ ଯୋଉ ସେଣ୍ଟର ଗୁଡିକ ରହିଛି ଆମର ଯୋଉ ଭାବର ଆଦାନ ପ୍ରଦାନ ହଉଛି ଯେତିକି ତାର କ୍ୟାପାସିଟି ରହିଛି ସେ କରୁଛି ତାକୁ ତା ଭିତରେ ଦିଟି ଜିନିଷ ରହିଛି, ପ୍ରକୃତିର ଗ୍ରନ୍ଥି ଏବଂ ଦିବ୍ୟ ଶକ୍ତିର କେନ୍ଦ୍ର। ଏବଂ ଯେତେବେଳେ ଇଏ ଚାଲି ଯାଉଛନ୍ତି ଏ ଯୋଉ ଉଠିଗଲେ ଆମର ଏଇ ଯୋଉ କୁଣ୍ଡଳିନୀ ଯୋଉ କନସିୟସନେସ ଫୋର୍ସ ସେ ହଉଛନ୍ତି ସୂକ୍ଷ୍ମ ସଟଲ ଏନର୍ଜି, ସିଏ ସେ ଯେତେବେଳେ ଉପରକୁ ଉଠି ଯାଉଛନ୍ତି ସଂସାରରେ ଯାଇକି ଚାଲି ଯାଉଛନ୍ତି ସେତେବେଳେ ସେଠି ଗୋଟେ ମାନେ ମିଷ୍ଟିକ ଷ୍ଟ୍ରିମ ଭଳିଆ ଗୋଟେ ଅତୀନ୍ଦ୍ରିୟ ଝରଣା ଗୋଟେ ଆପେ ଆପେ ହୁଏ। ଏବଂ ସିଏ କଣ କରେ ଆମର ଏଇ ଯୋଉ ଦୃଶ୍ୟାତୀତ ଶିଖର ସବୁକୁ ମାନୁଛି ଅତଳ ସହ କରେ ସଂଯୋଗ। ଏଇ ଯୋଉ ମିଷ୍ଟିକ ଷ୍ଟ୍ରିମଟା ରହିଛି ଅତୀନ୍ଦ୍ରିୟ ଝରଣାଟି ଆମର ଯୋଉ ରହିଛି ଉପରେ ଯୋଉ ଇଟରନାଲ ସ୍ପେସ ବା ଶାଶ୍ୱତ ପରିସର ତା ସହିତ ଏଇ ଯୋଉ ତଳ ମୂଳାଧାରକୁ ସେ ସଂଯୋଗ କରିକି ରଖେ। ଯେତେବେଳେ ହୁଏ ଯେତେବେଳେ ସେ କୁଣ୍ଡଳିନୀ ଶକ୍ତିର ପୂର୍ଣ୍ଣ ଭାବରେ ଜାଗ୍ରତ ହେଇଯାଏ ଯୋଉମାନେ ସାଧନା କରୁଥିବେ ଏଇ ଦିଟା ଜିନିଷକୁ ସେ ଯୋଡିକି ରଖେ। ତେଣୁ ଏଇ ଯୋଉ ଭିତରେ ଯାହାର ଗୋଟେ ବିସ୍ତୃତି ରହିଛି ତା ଭିତରେ ଆମେ ଆମକୁ ନିଜକୁ ଅଭିବ୍ୟକ୍ତ କରୁ। ଆତ୍ମାର ଅଭିବ୍ୟକ୍ତର ଧାରା ସବୁ ତାର ବିସ୍ତୃତି ଭିତରେ ଆମର ଆତ୍ମ ଅଭିବ୍ୟକ୍ତିର ଧାରା ସବୁ। ବର୍ତ୍ତମାନ ପୁଣି ବର୍ଣ୍ଣନା କରୁଛନ୍ତି ଯେ ବର୍ତ୍ତମାନ ଯେତେବେଳେ ଏଇ ଶକ୍ତିଟା ଏଇ କୁଣ୍ଡଳିନୀ ଶକ୍ତିଟା ପୂର୍ଣ୍ଣ ରୂପରେ ଜାଗ୍ରତ ହେଇଯାଇଛି ଏଠି ଯୋଉ ବର୍ଣ୍ଣନା କରୁଛନ୍ତି ସେଥିରେ କଣ ହେଇଛି ନା ସାବିତ୍ରୀଙ୍କ ଭିତରେ ସେତେବେଳେ ସାବିତ୍ରୀଙ୍କ ଭିତରେ ଯୋଉ ଗୋଟେ ପ୍ରଥମ ଯେ ଗୋଟେ ରୂପରେଖ ବା ଗୋଟେ ଫର୍ମ ଭଳିଆ ଆସିଥିଲା ଏବଂ ଖାଲି ଗୋଟେ ବଦନଟି ଆସିଥିଲା, ବର୍ତ୍ତମାନ ସେ ସେଠି ଦେଖୁଛନ୍ତି ଯେ ଆଦିଶକ୍ତିଙ୍କର ଗୋଟେ ପ୍ରତିରୂପ ଏଇ ତାଙ୍କର ସେଇ ହୃଦୟ ଭିତରେ ପୁରା ତାଙ୍କର ମାନେ ପୂର୍ଣ୍ଣ ଭାବରେ ସେ ପ୍ରତିଷ୍ଠିତ ହେଇଛନ୍ତି। ସେ ବର୍ତ୍ତମାନ ପୂର୍ଣ୍ଣ ରୂପରେ ମହାପରାକ୍ରମୀ ଜନନୀଙ୍କ ରୂପ ଏବଂ ବଦନଧାରୀ ତହିଁ ସମାସୀନା ଆଦି ଶକ୍ତିର ଏକ ପ୍ରତିମୂର୍ତ୍ତି ମହାପରାକ୍ରମୀ ଜନନୀଙ୍କର ରୂପ ଏବଂ ବଦନଧାରୀ ଏଇଠି ପୂର୍ଣ୍ଣ ଭାବରେ ସେ ଆସିଛନ୍ତି। ପୂର୍ଣ୍ଣ ଭାବରେ ଯେତେବେଳେ ଆସିଛନ୍ତି ଆମର ବହୁତ ରକମର ରହିଛି ନା ତାଙ୍କର ଶକ୍ତିଙ୍କର ମାନେ ଯେ ଆଦି ଶକ୍ତି ତାଙ୍କର ତ ବହୁତ ରକମର
ଆସ୍ପେକ୍ଟ ରହିଛି। କିନ୍ତୁ ଏଇ ଯୋଉ ଆସ୍ପେକ୍ଟ ଏଠି ଆସିକି ସାବିତ୍ରୀଙ୍କ ହୃଦୟ ଭିତରେ ସମାସୀନ ହେଇଛନ୍ତି, ସିଏ ହଉଛନ୍ତି ଦୁର୍ଗାଙ୍କର ଗୋଟେ ପ୍ରତିରୂପ। ତେଣୁ ତାଙ୍କ ଭିତରେ କହୁଛନ୍ତି ଯେ ସିଏ ସଶସ୍ତ୍ର ଆୟୁଧ ଏବଂ ସଂକେତ ଧାରିଣୀ, ଯାହାଙ୍କର ସଂଗୋପନ ଶକ୍ତିକୁ କରିପାରେ ନା କୌଣସି ଯାଦୁ ବିଦ୍ୟା। ଏତେ ତାଙ୍କର ଏମିତି ଭିତରେ ଶକ୍ତି ରହିଛି ଯେ କୌଣସି ଯାଦୁ ବିଦ୍ୟା ତାକୁ ଇମିଟେଟ୍ କରିପାରିବନି। ସେ ବହୁ ପର୍ଯ୍ୟାୟିନୀ, ଏଇଠି ସେ କହିଲେ ଯେ ତାଙ୍କର ବହୁତ ଆସ୍ପେକ୍ଟ ଅଛି, ସେ ବହୁ ପର୍ଯ୍ୟାୟିନୀ, ତଥାପି ଏକ ଭାବେ ସମାସୀନା, ଏକ ରକ୍ଷକ ଶକ୍ତି। କିନ୍ତୁ ସେ ହଉଛନ୍ତି ଗୋଟେ ଗାର୍ଡିଆନ ପାୱାର। ଏଠି ବର୍ତ୍ତମାନ ଦୁର୍ଗାଙ୍କର ଇଏଟାକୁ ସେ କହୁଛନ୍ତି ଏବଂ ସେଇଠି ସେ ବସିକି କଣ କରୁଛନ୍ତି, ତାଙ୍କ ବାହୁକୁ ପ୍ରସାରିତ କରି ଗୋଟେ ରକ୍ଷାଦାୟିନୀ ଭଙ୍ଗୀରେ ତାଙ୍କ ବାହୁକୁ ଆଗକୁ ଦେଇଛନ୍ତି ଏବଂ ଯେମିତି ଗୋଟେ ପ୍ରୋଟେକ୍ଟିଭ ଭଙ୍ଗୀରେ ସେ ହାତଟିକୁ ରଖିଛନ୍ତି। ଆଉ ତାଙ୍କ ପାଖରେ କଣ ହଉଛି ନା ତାଙ୍କ ତଳେ ବସିଛନ୍ତି ଗୋଟେ ପବିତ୍ର ପଶୁ। ଇଏ ହଉଛନ୍ତି ଆମର ଜୀବନ୍ତ ପରାକ୍ରମର ପିଣ୍ଡ। ଗୋଟେ ବସିଛନ୍ତି ସିଂହ, ଗୋଟେ ବସିଛନ୍ତି। ସିଂହଟା ହଉଛି ଯୋଉମାନେ ତନ୍ତ୍ର ଚାଳନା କରନ୍ତି। ଆମେ ବି ଦେଖିଛୁ ଯେତେବେଳେ ଦୁର୍ଗାଙ୍କର ଆମେ ପୂଜା କରୁ ସେତେବେଳେ ସିଂହ ହଉଛି ତାଙ୍କ ବାହନ। ଏଇ ବାହନ ମାନେ ତାଙ୍କ ସେଠି ଏবার ଜ୍ୱଳନ୍ତ ରୂପରେ ଗୋଟେ ବସିଛି ସିଂହ ତାଙ୍କ ପାଦ ତଳେ ଏବଂ ସିଏ କହୁଛନ୍ତି ଯେ ସେ ଗୋଟେ ତା ଭିତରେ ଗୋଟେ ମାନେ ଶକ୍ତିଙ୍କର ଯେତେ ସବୁ ପାୱାର ରହିଛି ଏଇ ସିଂହ ମାନେ ତାକୁ ବହନ କରନ୍ତି ବୋଲି କହୁଛନ୍ତି। ତାଙ୍କୁ ଲେଖୁଛନ୍ତି ପ୍ରସନ୍ନ ନାଥକାନୀ, ସେ ଯୋଉ ବାହନ ଶବ୍ଦଟି ଆମେ କହୁ, ସେ ବାହନ ହଉଛି କହୁ ଆମେ ଗରୁଡ ହଉଛନ୍ତି ବିଷ୍ଣୁଙ୍କର ବାହନ। ବେଦର ଯୋଉ ଟର୍ମିନୋଲୋଜିରେ ସେଟା ତାଙ୍କୁ କୁହାଯାଏ ଯୋଉମାନେ ଏଇ ଯୋଉ ଶକ୍ତି ପାୱାର ଗୁଡିକ ଧରିକି ରଖିଥାନ୍ତି, ସେମାନେ ବହନ କରିକି ରଖିଥାନ୍ତି ମାନେ ଦେବୀଙ୍କର। ତାକୁ ବେଦରେ କୁହାଯାଏ ଗରୁଡ ବୋଲି, କିନ୍ତୁ ତନ୍ତ୍ରରେ କୁହାଯାଏ ଇଏ ଶକ୍ତି, ଏଇ ଯୋଉ ଆମର ସିଂହକୁ କୁହାଯାଏ। ତାପରେ କଣ ହେଇଛି ବର୍ତ୍ତମାନ ଏଇ ଯେତେବେଳେ ଶକ୍ତି ପୁରା ରୂପରେ ଆସିକି ତାଙ୍କ ହୃଦୟରେ ସମାସୀନ ହେଲେ ସେତେବେଳେ ସେ ଦେଖୁଛନ୍ତି ଯେ ଗୋଟେ ଦିବ୍ୟ ପରିବର୍ତ୍ତନ ତାଙ୍କ ଭିତରେ, ସିଏ ସବୁ କିଛିରେ ଗୋଟେ ପରିବର୍ତ୍ତନ ଲକ୍ଷ୍ୟ କରୁଛନ୍ତି। କିଏ? ସାବିତ୍ରୀ। ସେ କହୁଛନ୍ତି ଯେ ଯୋଉ ନିଶ୍ଚେତନା ବ୍ଲାକ୍ ଇନକନସିଏଣ୍ଟ, ବର୍ତ୍ତମାନ ସେ ଯୋଉ ତାର ଯୋଉ ମୁକ ଆଉ ଅନ୍ଧ, ତାର ଯୋଉ ଆମ ପୁରା ଚେତନାକୁ ଆଚ୍ଛାଦିତ କରିକି ରହିଛି ଆମର ସତ୍ତାଟିକୁ, ତାର ଯୋଉ ପ୍ରାଚୀରଟି ବର୍ତ୍ତମାନ ଭାଜି ଯାଉଛି ବା ଭାଙ୍ଗି ଯାଉଛି। ଆଉ ଅଜ୍ଞାନତାର ଯୋଉ ବୃତ ସବୁ ସର୍ତ୍ତୁ ସବୁ ଆମକୁ ସବୁ ଇଏ କରିକି ରଖିଥାନ୍ତି, ସିଏ ମଧ୍ୟ ଧୀରେ ଧୀରେ କଣ ହେଇଯାଉଛି, ନିଶ୍ଚିହ୍ନ ହେଇଯାଉଛି। ଏଟା ସାବିତ୍ରୀଙ୍କ କଥା କୁହାଯାଉଛି। ବର୍ତ୍ତମାନ ଏଇ ଦିଟି ଜିନିଷ ଯୋଉ ନିଶ୍ଚେତନାର ପରିବର୍ତ୍ତନ ହେଇଯାଉଛି ଏବଂ ଅଜ୍ଞାନ ବି ବର୍ତ୍ତମାନ ଅଜ୍ଞାନତା ବି ପୁରା ଦୂର ହେଇଯାଉଛି। ସେତେବେଳେ ଦେଖାଯାଉଛି ଯେ ନାନାଦି ଶକ୍ତି ଏବଂ ଦିବ୍ୟ ବିଭୂତି ସବୁ ସେମାନେ କଣ କରୁଛନ୍ତି, ଯେମିତି ଅଗ୍ନି ଭିତରୁ ଉଦ୍ଗିରିତ ହେଲା ଭଳିଆ ସେମାନେ ସବୁ ତଳକୁ ଓହ୍ଲାଇ ଆସୁଛନ୍ତି। ସବୁ ସାବିତ୍ରୀଙ୍କ ଭିତରକୁ ବହୁତ ନାନାଦି ଶକ୍ତି ଏବଂ ଦିବ୍ୟ ବିଭୂତି ମାନେ ସେମାନେ ସବୁ ଓହ୍ଲାଇ ଆସୁଛନ୍ତି ତାଙ୍କର ସତ୍ତା ଭିତରକୁ ଏବଂ ବର୍ତ୍ତମାନ ତାଙ୍କର ପ୍ରତିଟି ସତ୍ତା ଆନନ୍ଦରେ ଶିହରିତ ହେଇଯାଉଛି ଏବଂ ସୁଖର ଯୋଉ ମାନେ ବର୍ତ୍ତମାନ ସବୁଥିରେ ତାଙ୍କର ସବୁ ପରିସ୍ଥିତିରେ ସବୁଥିରେ ତାଙ୍କର ସମସ୍ତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ, ତାଙ୍କର ଯୋଉ ପାରିପାର୍ଶ୍ବିକ ଅବସ୍ଥା, ତାଙ୍କର ଯୋଉ ତାଙ୍କ କୋଷରେ ମଧ୍ୟ ସବୁଥିରେ ସେ ତାଙ୍କର ଅନୁଭବ କରୁଛନ୍ତି। ବର୍ତ୍ତମାନ ହଉଛି ଯେ ତାପରେ ପରେ ସେ ଯାଉଛନ୍ତି ଏଇ ଚକ୍ର ଗୁଡିକ କଥା କହିବାକୁ ଯାଉଛନ୍ତି। ଏଇ ଚକ୍ର ଗୁଡିକ କଥା କଣ କହୁଛନ୍ତି? ବର୍ତ୍ତମାନ ଚକ୍ରକୁ ଆସିଲେ ସେ ପ୍ରଥମ 4ଟି ଚକ୍ରକୁ ବର୍ଣ୍ଣନା କରିବେ, ତାପରେ ଆମର ଜୀବନ କେମିତି ପରିବର୍ତ୍ତିତ ହଉଛି ତାକୁ ବର୍ଣ୍ଣନା କରିବେ, ତାପରେ ବାକି ପରବର୍ତ୍ତୀ ଚକ୍ର ଗୁଡିକ ବର୍ଣ୍ଣନା କରିବେ। ଏକାଥରେ ସେ ବର୍ଣ୍ଣନା କରିନାହାନ୍ତି। ତେଣୁ ଆମର ତିରସ୍ତ କମଳ ଦେଶରେ ମାନେ ସହସ୍ର ଯୋଉ ଭୂମି ରହିଛି, ସେ ଭୂମିଟି ହଉଛି ଆମର ସେଥିରେ କେତେଟି କମଳ, ମାନେ ସେଥିରେ ଯୋଉ ବସିଛନ୍ତି ଯୋଉ ଆମର ସହସ୍ରା ବୋଲି ଆମେ କହୁଛୁ ନା, କିନ୍ତୁ ବର୍ତ୍ତମାନ ସୁପ୍ରିମ ମଦରଙ୍କର ଯୋଉ ଶକ୍ତି ତାଙ୍କ ଭିତରକୁ ଓହ୍ଲେଇ ଆସିଛି, ସାବିତ୍ରୀଙ୍କ ଭିତରକୁ ଓହ୍ଲେଇ ଆସିଛି, ଯେତେବେଳେ ସେ ତାଙ୍କ ଭିତରେ ପ୍ରବେଶ କରୁଛି
ସେତେବେଳେ ସେ କଣ କହୁଛନ୍ତି ନା ଯୋଉ ଲୋଟସ୍ ଯୋଉ ରହିଛି ଉପରେ ଯୋଉ ପଦ୍ମଟି ରହିଛି 1000 petal lotus ବୋଲି କହୁଛନ୍ତି above the head ତାଙ୍କ ମୁଣ୍ଡ ଉପରେ ଯୋଉ ଚକ୍ରଟି ରହିଛି ସେ ଚକ୍ରଟିକୁ ପେଟାଲ ବୋଲି କହୁଛନ୍ତି ତାର ଇଏ ଗୁଡିକ ସେ 1000 petal ବୋଲି କହୁଛନ୍ତି ସହସ୍ରା ସେ କଣ କରୁଛି ତାର କାମ କଣ ସେ କମାଣ୍ଡ କରେ ଆମର ହାୟର ଥିଙ୍କିଂ ମାଇଣ୍ଡ illumine mind and opens towards the intuitive mind and over mind ସହସ୍ରାର କାମ ହେଲା ତାର ଏଭଳି ଗୋଟେ କମାଣ୍ଡିଂ କାପାସିଟି ଅଛି ଯେ ସେଇଗୁଡିକ ଉପରେ ତାର କମାଣ୍ଡ କରିକି ରଖିଥାଏ ଆମର ଯୋଉ ଉଚ୍ଚତର ମନ ଆମର ଯୋଉ ଇଲ୍ୟୁମିନ ମାଇଣ୍ଡ ଉଦ୍ଭାସିତ ମନ ଏବଂ ଆମର ଯୋଉ ଇନଟ୍ୟୁଟିଭ ମାଇଣ୍ଡ ସେଇ ଇନଟ୍ୟୁଟିଭ ମାଇଣ୍ଡ କୁ ସେ କଣ କରେ ଧୀରେ ଧୀରେ ଓଭର ମାଇଣ୍ଡ ଆଡକୁ ଦିଏ ଏଇଟା ସେ କହିଲେ ସହସ୍ରାର କଥା ତାପରେ ସେ କହୁଛନ୍ତି ଯେ ଆମର ଯୋଉ ଚକ୍ରଟି ରହିଛି ତାପରେ ଆସୁଛି ଆମର ଆଜ୍ଞା ଚକ୍ର ସେଇ ଆଜ୍ଞା ଚକ୍ରଟି ହଉଛି ଯେ ସେଥିରେ ରହିଛି ସେଟା 2 petaled ସେଥିରେ ଦୁଇଟି କମଳ ପଦ୍ମକରକ ରହିଛି ସେଥିରେ ସେ କଣ କରୁଛନ୍ତି ଯେତେବେଳେ ସେ ସେଇ ଆଜ୍ଞା ଚକ୍ରକୁ ଆସିଛି ସେ ଆମର କଣ କରେ ସେ କମାଣ୍ଡ କରେ ତାର ସେ ଶକ୍ତି ବଳରେ ଚକ୍ର ଖୋଲିଯିବା ଫଳରେ ସେ କମାଣ୍ଡ କରେ ଆମର ଭାବନା ଆମର ସଂକଳ୍ପ ଏବଂ ଆମର ଭିଜନ ଆଉ କଣ କରେ ଆଉ ସୁପରନାଲ ଇଲ୍ୟୁମିନେସନ ସେଟା ମଧ୍ୟ ରିସିଭ କରେ ଆଜ୍ଞା ଚକ୍ରଟା ଯୋଉ ଐଶୀ ମାନେ ସୁପରନାଲ ମାନେ ଐଶୀ ସୁପରନାଲ ଯୋଉ ଉଦ୍ଭାସନ ରହିଛି ତାକୁ ମଧ୍ୟ ସେ କମାଣ୍ଡ କରିକି ରଖିଥାଏ ଏଟା ହଉଛି ଆମର ସେକେଣ୍ଡ ଚକ୍ରର ଉପର ଆଡୁ ଆସିଲେ ତାପରେ ଆସୁଛି ଆମର ବିଶୁଦ୍ଧ 16 petal ସେ ତାର ଛଅଟି ବର୍ଣ୍ଣନା ସେ ଯାହା କରୁଛନ୍ତି ଯେ ଛୋଟରେ ଯୋଉ ଚକ୍ରଟି ଅଛି ସେ ହଉଛି 16 petals ବୋଲି କହୁଛନ୍ତି ସେ କଣ କମାଣ୍ଡ କରେ ଆମର ଯୋଉ ଅଭିବ୍ୟକ୍ତି ଆମେ କରୁ ଆମେ ଯୋଉ ଆମର ଯୋଉ ବାକ୍ ଆମର ଯୋଉ ମେଣ୍ଟାଲ ଫୋର୍ସେସ ମାଇଣ୍ଡ ମୁଭମେଣ୍ଟ ମନର ଯୋଉ ଗତିବିଧି ଏବଂ ମେଣ୍ଟାଲ ଫୋର୍ସ ମାନସିକ ଯୋଉ ସବୁ ଶକ୍ତି ରହିଛି ସେ ତାକୁ ଏକ୍ସଟର୍ନାଲାଇଜ କରେ ସେ ଅଭିବ୍ୟକ୍ତ କରେ ପାୱାର ଅଫ ଏକ୍ସପ୍ରେସନ ତାର ରହିଛି ତାପରେ ସେ ହାର୍ଟ ସେଣ୍ଟର କୁ ଆସିଛନ୍ତି ହାର୍ଟ ସେଣ୍ଟର କୁ ଆସିଲା ବେଳକୁ ସେ କହୁଛନ୍ତି ଯେ ସେଠି ଆମର ଇମୋସନ ଜାଗା ସେଠି 12ଟି ରହିଛି ପାଖୁଡା 12 petal ବୋଲି କହୁଛନ୍ତି ସିଏ କଣ କମାଣ୍ଡ କରନ୍ତି ସେ ଆମର ହାୟର ଇମୋସନାଲ ପାର୍ଟ ଆମର ଯୋଉ ପ୍ରବେଗ ବା ଆବେଗର ଯୋଉ ହାୟର ଇମୋସନାଲ ପାର୍ଟସ କୁ ସେ କମାଣ୍ଡ କରନ୍ତି ଏବଂ ତା ପଶ୍ଚାତରେ ଏଇ ଯୋଉ ହାୟର ଇମୋସନାଲ ପଶ୍ଚାତରେ ରହିଛି ଆମର ସାଇକିକ ଡିପ୍ ହେଇକି ରହିଛି ବିହାଇଣ୍ଡ ଏତିକି କରିସାରିଲା ପରେ ସେ ବର୍ଣ୍ଣନା କରୁଛନ୍ତି ଯେ ବର୍ତ୍ତମାନ ଚାରୋଟି ଶକ୍ତି ଯେତେବେଳେ ହେଇଯାଉଛି ସେଗୁଡିକ କଣ କରୁଛନ୍ତି ବର୍ତ୍ତମାନ ଗୋଟେ ନୂତନ କର୍ମଧାରା ପ୍ରବର୍ତ୍ତିତ ହେଇଯାଉଛି ତାଙ୍କ ଭିତରେ ଏ ଗ୍ଲାସ ଯୋଉ କହୁଛନ୍ତି ମାନେ କୃଷ୍ଟ glad uplift and a new acting change. The immortal force displaced her bounded view. The immortal force passed drab idea and sense. All things now bore a deeper, heavenlier sense. A glad, clear harmony marked their truth's outline. Reset the balance and measures of the world. ତେଣୁ ବର୍ତ୍ତମାନ ଯେତେବେଳେ ତାଙ୍କ ଭିତରେ ଗୋଟେ ସୁସ୍ଥ ଅଭ୍ୟୁତ୍ଥାନ ବାଲି ଅପ୍ଲିଫ୍ଟମେଣ୍ଟ ବୋଲି ଯୋଉ କହୁଛନ୍ତି ସେଟାକୁ ଅଭ୍ୟୁତ୍ଥାନ ବୋଲି କହୁଛନ୍ତି ତାଙ୍କ ଭିତରେ ଗୋଟେ ଉଚ୍ଚତର ଜିନିଷ କାମ କରେ ଆଉ କଣ ଯେତେବେଳେ କଣ ହୁଏ ତାଙ୍କ ଭିତରେ ଗୋଟେ ନୂତନ କର୍ମଧାରାର ମାନେ କ୍ରିୟାଶୀଳ ହୁଏ ସାବିତ୍ରୀଙ୍କ କଥା କହୁଛନ୍ତି ପରେ ଆମମାନଙ୍କ କଥା କହିବେ ତାପରେ କଣ ହେଲା ନା ସେ ସମାଗତ ମୃତ୍ୟୁହୀନର ଭାବନା ଆମ ସୀମିତ ଦୃଷ୍ଟି ପରିସରକୁ କଲା ସ୍ଥାନଚ୍ୟୁତ ବର୍ତ୍ତମାନ ଯୋଉ ଆମର ଯୋଉ ଲିମିଟେଡ ମାଇଣ୍ଡ ସେ ଲିମିଟେଡ ମାଇଣ୍ଡ ମାନେ ତା ଜାଗାରେ ମୃତ୍ୟୁହୀନ ଇମୋର୍ଟାଲ ଥଟ୍ସ ବୋଲି କହୁଛନ୍ତି ମାନେ ଅନଲିମିଟେଡ କହୁନାହାନ୍ତି ମୃତ୍ୟୁହୀନର ଭାବନା
ଇମୋର୍ଟାଲ ଥଟ୍ସ ତା ଭିତରେ ଆସିକି କାମ କରେ ଏବଂ ଆମର ଯୋଉ ଧରିତ୍ରୀ ଭିତରେ ପୃଥିବୀ ଭିତରେ ଆମେ ଯୋଉ ସାଧାରଣ ଆମର ଯୋଉ ଧ୍ୟାନ ଧାରଣା ଯାହାକି ଅତି ନିଷ୍ପ୍ରଭ ବେଶୀ ଇଏ ନୁହଁ ମାନେ ଡ୍ରାଫ୍ଟ ବୋଲି ଯୋଉ ଶବ୍ଦଟା ନିଷ୍ପ୍ରଭ ଏବଂ ଆମ ବିଚାର ବୁଦ୍ଧିରେ ମଧ୍ୟ ଆସେ ଗୋଟେ ମୃତ୍ୟୁହୀନର ଭାବନା ବିଚାର ବୁଦ୍ଧିର ମଧ୍ୟ ପରିବର୍ତ୍ତନ ହୁଏ ଏବଂ ବର୍ତ୍ତମାନ ସବୁ କିଛି ତାଙ୍କ ଭିତରେ ଯୋଉ ଚାପ୍ତି କଥା କହୁଛନ୍ତି ଯୋଉ ବର୍ତ୍ତମାନ ଚାରୋଟି ଚକ୍ର କଥା କହୁଛନ୍ତି ସେ ଗୋଟେ ଗୂଢତର ମହତ୍ତର ସର୍ବସୁଲଭ ବୋଧ ତାଙ୍କ ଭିତରକୁ ଆସେ ବର୍ତ୍ତମାନ ସବୁ କିଛି ତାଙ୍କ ଭିତରେ ଚେଞ୍ଜ ହେଇଯାଉଛି ଏବଂ ବର୍ତ୍ତମାନ ତା ଭିତରେ ଗୋଟେ ସଂଗତି ଅନୁଭବ କରୁଛନ୍ତି ଗୋଟେ ଅତି ସୁସ୍ପଷ୍ଟ ସଂଗତି ଅନୁଭବ କରୁଛନ୍ତି ଏଇ ସଂଗତି ଯୋଉ ଚାରୋଟି ଚକ୍ରର ଯୋଉ ଇଏ ରହିଛି ଯୋଉ ସେମାନେ କେମିତି ରୂପାନ୍ତରିତ ହଉଛନ୍ତି ଯେତେବେଳେ ଆମର ଇଏ ଚକ୍ର ଗୁଡିକ ଖୋଲି ଯାଉଛି ତା ଫଳରେ କଣ ହଉଛି ନା ଯୋଉ ସବୁ ଦୁଧ ଲାଇନ ଗୁଡାକ ଅଛି ସେ ସେଗୁଡାକ ଚିହ୍ନି ପାରୁଛନ୍ତି କ୍ୟାପିଟାଲ ଲେଟରରେ କହୁଛନ୍ତି ଯେତେବେଳେ ସେ ସତ୍ୟ ତ ଗୋଟିଏ ଯେତେବେଳେ ସେ କାର୍ଯ୍ୟ କରୁଛି ବିଭିନ୍ନ ଜାଗାରେ କାମ କରୁଛି ସେଥିପାଇଁ ଟ୍ରୁଥ୍ ବୋଲି କହୁଛନ୍ତି ଯେ କଣ କରେ ସବୁ ତାକୁ ସେ ଜାଣିପାରେ ଯେ ଏଇଟା ହଉଛି ସତ୍ୟ ଏବଂ ତାକୁ ଗୋଟେ ସଂଗତିପୂର୍ଣ୍ଣ ହିସାବରେ ସେ ଯେତେବେଳେ କାମ କରିବ ସେତେବେଳେ ପୃଥିବୀର ଯୋଉ ବାଲାନ୍ସ ଆଉ ପୃଥିବୀର ଯୋଉ ମେଜର ଆଣ୍ଡ ବାଲାନ୍ସ ଯୋଉ ରହିଛି ତାର ପୁରା ବର୍ତ୍ତମାନ ତାର ଗୋଟେ ପୂର୍ଣ୍ଣ ବିନ୍ୟାସ ହବ ତାମାନେ କହିବାର ଅର୍ଥ ହେଲା ଯେ ଏଇ ଚାରୋଟି ଶକ୍ତି ବଳରେ ସାବିତ୍ରୀ କଣ କଲେ ନା ତାଙ୍କ ଭିତରେ ତାଙ୍କର ଭିତରଟିକୁ ସେ ତାଙ୍କର ପୃଥିବୀଟିକୁ ସେ ପୁରା ତାକୁ ପୁନର୍ବିନ୍ୟାସ କଲେ ତାକୁ ଯୋଉ ଥିଲା ଆଗରୁ ତାକୁ ବଦଳେଇ ଦେଲେ ଏବଂ ତାପରେ କଣ ହେଲା ବର୍ତ୍ତମାନ ସେ ଜାଣିପାରିଲେ ସେ ୟାର ଯୋଉ ଏଇ ଘଟଣା ଯେମିତି ଘଟିଗଲା ସେ ତାର ସିକ୍ରେଟ ମିନିଂ ଗୁଡାକ ସବୁ ବୁଝିଗଲେ କାହିଁକି ନା ଏଇ ଯୋଉ ସତ୍ୟର ମୁଁ କହିଲି ସତ୍ୟର ଟ୍ରୁଥ୍ ଗୁଡାକ ଧୀରେ ଧୀରେ ସବୁ ପ୍ରକଟିତ ହେଲା ଏବଂ ସେଗୁଡାକ ହେବା ଫଳରେ ଭଗବାନ ଯୋଉ ଉଦ୍ଦେଶ୍ୟରେ ଏଇ ଆମକୁ ଏଇ ଜୀବନଟି ଦେଇଛନ୍ତି ଆମେ ସିନା ଅଜ୍ଞାନ ଜଗତ ଭିତରକୁ ଚାଲି ଆସିଛୁ କିନ୍ତୁ ମୂଳ ଅର୍ଥରେ ଯେତେବେଳେ ସେମାନେ ଅରିଜିନାଲି ଆସିଥିଲେ ମୂଳ ଉତ୍ସରୁ ସେତେବେଳେ ତାଙ୍କ ଭିତରେ ସବୁ ଭଗବାନଙ୍କର ପ୍ରଦତ୍ତ ଅର୍ଥ ଥିଲା ଏଠି ଭଗବାନ ଇଏ ଭାବରେ କ୍ରିୟା କରୁଥିଲେ ତାକୁ ନିର୍ମାଣ କରିଥିଲେ ସେ କିନ୍ତୁ ବର୍ତ୍ତମାନ ଏଇ ଅଜ୍ଞାନ ଜଗତକୁ ଆସିକି ସେଗୁଡିକ ସବୁ ପରଭର୍ଟେଡ୍ ହେଇଯାଇଛି ବର୍ତ୍ତମାନ ସେ ତାର ପ୍ରକୃତ ଅର୍ଥ ସତ୍ୟକୁ ତାମାନେ ସତ୍ୟର ଭାବକୁ ସେ ପୂର୍ଣ୍ଣ ଭାବରେ ବୁଝିପାରିଲେ ତାହେଲେ ତାଙ୍କ ଭିତରେ ବର୍ତ୍ତମାନ ଏଇ ଯୋଉ ରହିଛି ଆମର ଯୋଉ ଜୀବନଟି ରହିଛି ଆମର ଯୋଉ ଏଇ ଯୋଉ ଜୀବନ ଶାସନଟି ଆଗରୁ କଣ ଥିଲା ଆଗରୁ ଥିଲା ଗୋଟେ ଭ୍ରାନ୍ତ ଜୀବନ ଶାସନ ସେଇ ଶାସନ ଭିତରେ ଆମେ ଯୋଉ ଆମ ଜୀବନକୁ ପରିଚାଳିତ କରୁଛୁ କେମିତି କରୁଛୁ ସେଟା ଗୋଟେ ମାନେ ଆମର ଚାହିଦା ଏବଂ ଆମର ଡିଜାୟାର୍ସ ଆଣ୍ଡ ୱାଣ୍ଟସ୍ ସେଇ ଭିତରେ ଆମେ ଗୋଟେ ଆମର ପୃଥିବୀଟିକୁ ତିଆରି କରିଛୁ ଆଉ କଣ କରିଛୁ ଯୋଉ ଅନିଶ୍ଚିତ ଯୋଉ ମନ ଅଛି ଯାହାକୁ ଆମେ ସାର୍ବଭୌମତାର ଆସନରେ ବସେଇଛୁ ସୋଭରେନ୍ ମାଷ୍ଟର ହିସାବରେ ବସେଇଛୁ ସେ ମଧ୍ୟ ଅଜ୍ଞାନର ଭୂମିରେ ଥିଲା ଆମ ସେଇଗୁଡିକ ସବୁ ତାଙ୍କ ଭିତରେ ପରିବର୍ତ୍ତିତ ହେଇଗଲା ବର୍ତ୍ତମାନ ଏଇ ଯୋଉ ଦିବ୍ୟ ଶାସନଟି ପ୍ରତିଷ୍ଠିତ ହେଲା ଏଇ ଯୋଉ ବର୍ଣ୍ଣନା ମୁଁ କରିକି ଗଲି ଚାରିଟି ଚକ୍ରର ବର୍ତ୍ତମାନ ପ୍ରାଣ ବର୍ତ୍ତମାନ କଣ କଲା ମାନିନେଲା ଏକ ଦିବ୍ୟ ଶାସନ ହ୍ୟାଲୋ ନାଇଁ କିଛି ନାହିଁ କୁହନ୍ତୁ ଶୁଭା ଯାଉଛି ତ ଆଜ୍ଞା ତେଣୁ ତାଙ୍କର ବର୍ତ୍ତମାନ ଚାରୋଟି ଇଏ ଚକ୍ର କଥା କହିଲେ ବର୍ତ୍ତମାନ ପ୍ରାଣ କଣ କଲା ଏଇ ଯୋଉ ଚାରୋଟି ଶକ୍ତି ଯୋଉ ଶାସନଟିକୁ ସ୍ଥାପନା କଲେ ପ୍ରାଣ ବର୍ତ୍ତମାନ ତାକୁ ମାନିନେଲା ଯୋଉ ତାଙ୍କର ଯୋଉ ପ୍ରାଣ ଏବଂ ପ୍ରତିଟି କ୍ରିୟା ହୋଇ ଉଠିଲା ଭଗବାନଙ୍କର ଏକ କ୍ରିୟା ପ୍ରାଣ ଶକ୍ତିଟି ଆମର ତ ଇଏ ନା କର୍ମ କରିବାର ଶକ୍ତି ସେଥିପାଇଁ ସେ ପ୍ରକାଶ କଲେ ଯେ ପ୍ରାଣର ପ୍ରତିଟି କ୍ରିୟା ପ୍ରାଣର ଭଗବାନଙ୍କର ଏକ କ୍ରିୟା ହିସାବରେ ସେ ରୂପାନ୍ତରିତ ହେଇଗଲା ବର୍ତ୍ତମାନ ଯୋଉ ଇମୋସନାଲ ଆମର ହୃଦ କମଳ ରାଜ୍ୟରେ ମାନେ ଯୋଉଠି ଆମର ଇମୋସନାଲ ବିଙ୍ଗ କଥା କହିଲି ତାର ଇମୋସନ ଯୋଉ ଆମର ରହିଛି ତାର କେମିତି ପରିବର୍ତ୍ତନ ହେଲା ତାକୁ ବର୍ଣ୍ଣନା କଲି ତା ପଶ୍ଚାତରେ ଯିଏ ରହିଛନ୍ତି ଆମର ଇଏ
ମାନେ ସୁଧ କମଳର ରାଜ୍ୟରେ କିନ୍ତୁ କହୁଛନ୍ତି ସେ କଣ କଲେ ପ୍ରେମ ଉଚ୍ଚାରଣ କରି ତାର ବିଶୁଦ୍ଧ ପରିଣୟ ଶବ୍ଦ ବର୍ତ୍ତମାନ ସେଇଠି ପ୍ରେମ କଣ କଲା ଲଭ୍ ଯୋଉ ଅଛି ସିଏ ତାର ବିଶୁଦ୍ଧ ପରିଣୟ ସ୍ତୋତ୍ର ସବୁ ପାଠ କରିବାକୁ ଲାଗିଲା। ଏସବୁ ଧୀରେ ଧୀରେ ରୂପାନ୍ତରିତ ହଉଛନ୍ତି କେମିତି ପ୍ରାଣ ଏବଂ ଶରୀରକୁ କଲା ପବିତ୍ର ଆନନ୍ଦର ଦର୍ପଣରେ ଏବଂ ଏଇ ଯୋଉ ପ୍ରେମ ଉଚ୍ଚାରଣ କରି ସୁଧ କମଳର ରାଜ୍ୟରେ ପ୍ରେମ ଉଚ୍ଚାରଣ କରି ତାର ବିଶୁଦ୍ଧ ପରିଣୟ ସ୍ତୋତ୍ର ପ୍ରାଣ ଏବଂ ଶରୀରକୁ ପରିଣତ କଲେ ପବିତ୍ର ଆନନ୍ଦର ଦର୍ପଣରେ ଏବଂ ଯାବତୀୟ ଆବେଗ ନିଜ ନିଜକୁ କଲେ ଭାଗବତ ସମର୍ପିତ। ସମସ୍ତେ କଣ କଲେ ତାକୁ କଣ୍ଟିନ୍ୟୁ କରିବେ ନା ବନ୍ଦ କରିବେ? ତ ଟାଇମ ହେଇଗଲାଣି। ଆଜ୍ଞା କୁହନ୍ତୁ ଆଉ ଟିକେ ସମୟ ଲେଟ୍ ତ ହେଇଥିଲା। 5ଟା ପର୍ଯ୍ୟନ୍ତ କହିବେ? ଆଜ୍ଞା ହଉ ଠିକ ଅଛି ମୁଁ କହିଲେ ଶେଷ କରିଦଉଛି। ତେଣୁ ବର୍ତ୍ତମାନ କଣ ହେଲା ନା ସେ ଯୋଉ ନାଭି କମଳ ଅଛି ଯୋଉଟା କି ଆମର ମଣିପୁରମ ସେଠି କଣ ହେଲା ସେଠି ନା ଏ ଯାବତୀୟ ଆବେଗ ନିଜ ନିଜକୁ କଲେ ଭାଗବତ ସମର୍ପିତ। ଏଇ ଯୋଉ ପ୍ରାଣ ଏବଂ ଶରୀରକୁ ଏଇ ଯୋଉ ପ୍ରଣୟ ସ୍ତୋତ୍ର ଯୋଉ ପାଠ କଲା ଆମର ହୃଦ କମଳର ରାଜ୍ୟରେ ଯୋଉ ଉଚ୍ଚାରିତ ହେଲା ପରିଣୟର ସ୍ତୋତ୍ର ସେତେବେଳେ ପ୍ରାଣ ଓ ଶରୀରକୁ ପରିଣତ କଲା ପବିତ୍ର ଆନନ୍ଦର ଦର୍ପଣରେ ଏବଂ ଯାବତୀୟ ଆବେଗ ନିଜ ନିଜକୁ କଲେ ଭାଗବତ ସମର୍ପିତ। ବର୍ତ୍ତମାନ ନାଭି କମଳର ପ୍ରଶସ୍ତ ଅଧିରାଜକ ପରିସରରେ ନାଭି କମଳଟା ହଉଛି କଣ ସେଟା ଆମର ଏମ୍ବିସନର କ୍ଷେତ୍ର ଯୋଉଟା ମଣିପୁରମ ସେଟା ଆମର ଯେତେ ସବୁ ତାର ମାନେ ଇଲିପ୍ସା ସବୁ ଗର୍ବ ଉଚ୍ଚ ଆକାଂକ୍ଷା ସେଗୁଡିକ କଣ କଲେ ମାନେ ପ୍ରଶାନ୍ତ ଭାବରେ ବଶୀଭୂତ ହେଇଗଲେ। ଏଇ ଯୋଉ ପ୍ରଭାବରେ ଯେତେବେଳେ ରୂପାନ୍ତରିତ ଗୋଟେ ଗୋଟେ ଶକ୍ତି ଗୁଡାକ ଆସୁଛି ସେ ମଧ୍ୟ ରୂପାନ୍ତରିତ ହୋଇଗଲା ଏବଂ ତାପରେ କହିଛନ୍ତି ଯେ ବର୍ତ୍ତମାନ ଆମେ କଣ କରିବେ ଏମାନଙ୍କ ଭିତରେ ହେଲା ପାର୍ଥିବ ମୂର୍ତ୍ତିକା ପରେ ଏକ ଭାଗବତ କର୍ମ କରିବା ନିମନ୍ତେ ଭିତରେ ଘଟୁଛି କାହିଁକି ନା ସେ ପାର୍ଥିବ ଜୀବନରେ ଆଗକୁ ଗୋଟେ ବଡ ଭାଗବତ କର୍ମ କରିବାକୁ ଆସୁଛନ୍ତି। ତେଣୁ ଏଇ ପରେ ସଂକୀର୍ଣ୍ଣ ନିମ୍ନ କେନ୍ଦ୍ର କ୍ଷୁଦ୍ର ପ୍ରସଙ୍ଗ ସମୂହରେ ଦୈନନ୍ଦିନ କାମନା ବାସନା ସବୁକୁ ନେଇ ତାର ବାଲ୍ୟ ଖେଳ ଏଇ ଯୋଉ ବର୍ତ୍ତମାନ ଆସିଲା ଯୋଉ ଆମର ମଣିପୁରମ ପାଖରେ ଆସିଲା ସ୍ୱାଦିଷ୍ଟ ଆଉ ମୂଳାଧାର ସେତେବେଳକୁ ସେମାନେ ନିମ୍ନ କେନ୍ଦ୍ରର କ୍ଷୁଦ୍ର ପ୍ରସଙ୍ଗ ସମୂହରେ ମାନେ 2ଟା କେନ୍ଦ୍ରରେ ସେମାନେ କଣ କରନ୍ତି ସେମାନେ ଆମର ବାସନା କାମନା ସ୍ଥଳୀ କିନ୍ତୁ ମଣିପୁରମଟା ହଉଛି ଆମର ଉଚ୍ଚ ଆମ୍ବିସନ ଯୋଉ ଥାଏ ସ୍ଥଳ ସେଇଟା। ତେଣୁ ଏସବୁ ଯୋଉ କାମନା ବାସନା ଯୋଉ ଥାଏ ସେମାନେ ମଧ୍ୟ ତାଙ୍କର ବାଲ୍ୟ ଚପଳ ଖେଳକୁ ସେ ଇଏ କଲେ ମଧ୍ୟ ସେ କଣ କଲେ ସେମାନେ ପରିବର୍ତ୍ତିତ ହେଲେ ସେତେବେଳେ ସେମାନେ ଯୋଉ ଖେଳ କରୁଥିଲେ ସେମାନେ ସୁନ୍ଦର ଖେଳ କରୁଥିଲେ ଖେଳ ଭିତରେ ସେମାନେ ପରିବର୍ତ୍ତିତ ହେବା ଫଳରେ ଯୋଉ କହୁଛନ୍ତି କୁନି ଦେବଗଣଙ୍କର ପ୍ରାଣ ସହ ଉଦ୍ଦାମ କ୍ରୀଡ଼ାରେ ସହିତ ସେମାନେ ଖୁବ ଖୁସିରେ ଖେଳିଲେ। ବର୍ତ୍ତମାନ ମୁଖ୍ୟ କଥା ହଉଛି ଏସବୁ ଜିନିଷକୁ ଯୋଉ ଆମର ଯୋଉ ଗଭୀର ସ୍ଥଳରେ ଯୋଉ ଆମର ମୂଳାଧାରରେ ଯୋଉଠି ସେଇ କନସିୟସନେସ ଫୋର୍ସ କଳିତ ଆକାରରେ ନିଦ୍ରିତ ହେଇକି ଆସିଥିଲେ ଏଇ ଚକ୍ର ଗୁଡିକ ଯେତେବେଳେ ପରିବର୍ତ୍ତିତ ହେଲେ ତାଙ୍କ ମୂଳ ସ୍ୱରୂପରେ ଯେତେବେଳେ ପରିବର୍ତ୍ତିତ ହେଲେ ଯୋଉଟା ମୁଁ କହୁଥିଲି ଯେତେବେଳେ ସେମାନେ ତଳ ଜଗତକୁ ଇନଭଲ୍ୟୁସନ ଫଳରେ ତଳକୁ ଆସିଛନ୍ତି ସେମାନେ ତାଙ୍କର ମୂଳ ସ୍ୱରୂପକୁ ହରେଇ ଦେଇଛନ୍ତି। ହରେଇ ଦେବା ଫଳରେ ବର୍ତ୍ତମାନ ଏଇ ଯୋଉ ମୂଳାଧାରରେ ଯୋଉ ରହିଥିଲେ ନିଦ୍ରାରେ ରହିଥିଲେ ଯାହାକି ଗୋଟେ ଭୁଜଙ୍ଗ ସହିତ ଗୋଟେ ସସ୍ପେଣ୍ଡ ପାୱାର ସହିତ କଳ୍ପନା କରୁଛନ୍ତି ବୁଝିପାରିବେ ଯେଉଁ ଗଭୀର ସ୍ଥଳରେ ଭୁଜଙ୍ଗ ଥିଲା ଏକଥା ନିଦ୍ରିତ ସର୍ପେଣ୍ଟ ଭଳିଆ ରହିଥିଲା ହିଁ ସମ୍ଭବ ହେଲା ଶକ୍ତି ଉପରେ ଏକ ଦୃଢ ନିୟନ୍ତ୍ରଣ।
ଏଇ ଜଳ ଯୋଉ ଆମର ଇଏ ନଥିଲା, ମାନେ ଯୋଉ ଆସୁରିକ ଶକ୍ତିଟା ଥିଲା, ତା ଉପରେ ଗୋଟେ କମାଣ୍ଡ ଆସିଲା, ଗୋଟେ ନିୟନ୍ତ୍ରଣ ଆସିଲା। ପରିସର ମଧ୍ୟ ବିପୁଳ ପ୍ରୟୋଜନ ସିଦ୍ଧି ନିମନ୍ତେ ଯେତେବେଳେ ପ୍ରାଣରେ ଯେତେବେଳେ ସିଦ୍ଧି ଆସିବ, ପ୍ରାଣ ଜଗତକୁ ପ୍ରାଣ ଜଗତରେ ସେଇଠିକାର ଯେତେବେଳେ ବିପୁଳ ମାନେ ପ୍ରାଣର କ୍ଷୁଦ୍ର ପରିସର ମଧ୍ୟରେ ବିପୁଳ ପ୍ରୟୋଜନ ସିଦ୍ଧି ନିମନ୍ତେ ଯୋଉ ସିଦ୍ଧି ଆମର ଦରକାର, ସେ ଯେତେବେଳେ ଇଏ ଭିତରକୁ ପ୍ରାଣ ଜଗତ ଭିତରେ ସଂଗଠିତ ହବ, ସେତେବେଳେ ସୁଦୃଢ ଏକ ଭିତ୍ତି। ତେଣୁ ସ୍ୱର୍ଗରୁ ଯୋଉ ଅବତରଣଶୀଳ ଯୋଉ ମାଇଟ ଆସିବେ ବା ପରାକ୍ରମ ଆସିବେ, ତେଣୁ ସେଇ ଜାଗାଟି ମଧ୍ୟ ତ ପ୍ରଥମ କହିଲେ ଯେ ଜଳର ଆସୁରିକ ଶକ୍ତି ଉପରେ ନିୟନ୍ତ୍ରଣ ଆସିଲା। ଏବଂ ଯୋଉ ସ୍ୱର୍ଗରୁ ଅବତର ଯୋଉ ପରାକ୍ରମ ସବୁ ଆସିବ, ମଧ୍ୟ ଏକ ଦୃଢ ଭିତ୍ତି ସେଇ ପ୍ରାଣର କ୍ଷୁଦ୍ର ପରିସର ମଧ୍ୟରେ ବିପୁଳ ପ୍ରୟୋଜନ ସିଦ୍ଧି ନିମନ୍ତେ ସ୍ୱର୍ଗର ଅବତରଣଶୀଳ ପରାକ୍ରମ ନିମନ୍ତେ ନିର୍ମିତ ହେଲା ଏକ ଭିତ୍ତି ବୋଲି କହୁଛନ୍ତି। ବର୍ତ୍ତମାନ ଏଇ ଯୋଉ ସବୁ ଘଟଣା ହେଲା, ତାର ଭିତରେ କିଏ ଅଛନ୍ତି? ପଶ୍ଚାତରେ କିଏ ଅଛନ୍ତି? ପଶ୍ଚାତରେ ଅଛନ୍ତି ତାଙ୍କର ଯୋଉ ସୋଭରେନ୍ ସମସ୍ତ ପଶ୍ଚାତରେ ଥିଲେ। ସେଇଠିକୁ ସେ ଲାଭ କଲେ, ଲାଭ କରିବା ଫଳରେ ଏଇ ସବୁ କାମ ଗୁଡିକ ହେଲା। ବର୍ତ୍ତମାନ ସେ କଣ କରିବେ? ବର୍ଜନ କରି ତାର ଅଜ୍ଞାନର ଆବରଣ, ଦେବଗଣ ଏବଂ ମହାଜାଗତିକ ସତ୍ତାବର୍ଗ ଏବଂ ଶକ୍ତି ସବୁ ସହ ସୁସମ୍ପର୍କିତ ତାହା ଗଢିଲା ତାର ମାନସିକ ସ୍ଥିତିର ସଂହତି। ଏଇଟା ସେ ବିଶ୍ୱଜନନୀ ସାବିତ୍ରୀଙ୍କ କଥା କହୁଛନ୍ତି। ବର୍ତ୍ତମାନ ଯୋଉ ଆତ୍ମା ରହିଛନ୍ତି, ସେ ତାଙ୍କର କଣ କଲେ? ପଶ୍ଚାତରେ ରହିଥିଲେ ନା, ସେ ତାଙ୍କର ଆବରଣ ମୁକ୍ତ ହେଲେ ଏବଂ ଆବରଣ ମୁକ୍ତ ହେଇ କଣ କଲେ ନା ଦେବଗଣ ଏବଂ ମହାଜାଗତିକ ସତ୍ତା ବର୍ଗ ଏବଂ ଶକ୍ତି ସବୁ ସହ ସୁସମ୍ପର୍କିତ ଯେତେବେଳେ ଆଗକୁ ଆସିଲେ, ସିଏ ସାବିତ୍ରୀଙ୍କ ଭିତରେ ଯେଉଁ ସବୁ ଦେବଗଣ ମାନେ ରହିଛନ୍ତି, ମହାଜାଗତିକ କସ୍ମିକ ଫୋର୍ସେସ୍ ମାନେ ରହିଛନ୍ତି, କସ୍ମିକ ବିଙ୍ଗସ୍ ମାନେ ରହିଛନ୍ତି, ତାଙ୍କ ସହିତ ଗୋଟେ ସମ୍ପର୍କ ସ୍ଥାପନ କଲେ ଏବଂ ତାହା ଗଢି ଉଠିଲା ତାର ମାନସିକ ସ୍ଥିତିର ସଂଗତି। ଏଇଠି ହେଲା ସାବିତ୍ରୀଙ୍କର ହ୍ୟୁମାନ ସ୍ପେସରେ ଅଛନ୍ତି, ଦ୍ୟାଟ୍ ଇଜ ହାରମୋନି। ଏବଂ ସେଇ ହାରମୋନିଟା ଧୀରେ ଧୀରେ ଏଇଠି ତିଆରି ହେଲା। ଯେତେବେଳେ ସେ ମୃତ୍ୟୁହୀନ ଆତ୍ମା ଯୋଉ ଥିଲେ ଆଗକୁ ଆସିଲେ, ସେତେବେଳେ ଏଇ ସବୁ ଘଟଣା ସାବିତ୍ରୀଙ୍କ ଭିତରେ ହେଲା। ଯେତେବେଳେ ଏଇ ଘଟଣା ହେଇଗଲା, ସେତେବେଳେ ସାବିତ୍ରୀ କଣ କଲେ? ଯିଏ ବିଶ୍ୱ ଜନନୀ ଅଛନ୍ତି, ଯୋଉ ଆମେ ଯାହାଙ୍କୁ କହୁଛୁ ୱାର୍ଲଡ ଶବ୍ଦ ମାଇକ ମଧ୍ୟ ଯାହାଙ୍କ କଥା କୁହାଯାଉଥିଲା, ସେ ବିଶ୍ୱ ଜନନୀଙ୍କ କର ଯୁଗଳରେ ନିଜକୁ ସମର୍ପିତ କଲେ ଏବଂ ପାଳନ କଲେ କେବଳ ତାହାଙ୍କର ନିଶ୍ଚେତନ ପୃଥିବୀର ପ୍ରଳୟିକା ଭିତରେ। ଯଦିଓ ନିଶ୍ଚେତନ ପୃଥିବୀ ରହିଛି, ତାହା ଭିତରେ ମଧ୍ୟ ସେ ବିଶ୍ୱ ଜନନୀଙ୍କର ଏଇଭଳି ଭାବରେ ତାଙ୍କର ମାନେ ଗୋଟିଏ ଗୋଟିଏ ରୂପାନ୍ତର ଘଟିଛି ଏବଂ ବିଶ୍ୱ ଜନନୀଙ୍କ ହାତରେ ନିଜକୁ ତୋଳି ଧରିଲେ ଏବଂ ଏଇ ଯୋଉ ଦେବଗଣ ମହାଜାଗତିକ ସତ୍ତାବର୍ଗ ଏବଂ ତାଙ୍କ ଶକ୍ତି ମାନଙ୍କ ସହିତ ସୁସମ୍ପର୍କିତ ସ୍ଥାପନ କଲେ, ସୁସମ୍ପର୍କ ସ୍ଥାପନ କଲେ। ବର୍ତ୍ତମାନ ସେ କହୁଛନ୍ତି ଆତ୍ମାଙ୍କ ବିଷୟରେ କହୁଛନ୍ତି। ବର୍ତ୍ତମାନ ପଟଭୂମି ସ୍ଥିତ ସବୁ କିଛିର ଧାରକ ଏକ ଗୋପନ ଆତ୍ମା ଏଇଠୁ ଆରମ୍ଭ କଲେ ଆମ କଥା କହୁଛନ୍ତି ଯେ ତାକୁ ଇଂରେଜୀରେ ପଢିକି ଯାହା ଅଛି ଟିକେ ଇଂରେଜୀରେ ସରଳ ଭାଷାରେ ପଢିକି ମୁଁ ବୁଝେଇ ଦଉଛି। ବର୍ତ୍ତମାନ ତାକୁ ଟ୍ରାନ୍ସଲେସନ କରିବା ପାଇଁ ସମୟ ପାଇଲିନି, ତେଣୁ ଏଠି ଆପଣ ମାନେ ଭଲ ଭାବରେ ବୁଝିପାରିବେ ବୋଲି କହୁଛି। କହୁଛନ୍ତି ଏ ଯୋଉ ଯେତେବେଳେ ଡିଭାଇନ ପାୱାର ଆଉ ଲାଇଟ ସାବିତ୍ରୀଙ୍କ ଭିତରକୁ ଚାଲି ଆସିଲା, ଯୋଉ ବର୍ଣ୍ଣନା କରି ଗଲି, ବର୍ତ୍ତମାନ ତାଙ୍କର ପ୍ରକୃତି ପରାପ୍ରକୃତି ସହିତ ସଂଯୋଜିତ ହେଇଗଲା ଏବଂ ତାଙ୍କର ଯୋଉ ପୁରୁଷ ଯୋଉ କନସିୟସନେସ ରହିଛି ତାଙ୍କ ଭିତରେ, ସେ କମ୍ପ୍ଲିଟଲି ସମ୍ପୂର୍ଣ୍ଣ ଭାବରେ ସେ ଉଦ୍ଭାସିତ ହେଇଉଠିଲା। ଏଇ ଯୋଉ ପୁରୁଷ ଯିଏ କନସିୟସନେସ ରହିଛନ୍ତି ପଶ୍ଚାତରେ, ଇଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ଏବଂ ହାୟର ନେଚର ସହିତ ସେ ତାଙ୍କ ସହିତ ମିଳିତ ହେଲେ, ମାନେ
ମନ୍ଦି କହିଲେ ଇଏ ହେଇଗଲେ ତାଙ୍କ ସହିତ ମାନେ ଗୋଟେ ଦି ଜଣ ସାରା ଯୋଡି ଗଲେ ସେ ଯୋଉ ପୁରୁଷ ଆୱାଜ ମଧ୍ୟ କିନ୍ତୁ ବର୍ତ୍ତମାନ ସେଇଟା କହିସାରିଲା ପରେ ସେ କହୁଛନ୍ତି ବର୍ତ୍ତମାନ ଆମ ମଣିଷ ମାନଙ୍କ କଥା ସେ କହୁଛନ୍ତି ଯେ ଯେତେବେଳେ ଜେନେରାଲ ଟର୍ମରେ କହୁଛନ୍ତି ଯେ ଯେତେବେଳେ କୁଣ୍ଡଳିନୀ ପାୱାର ଆସେ ଯେତେବେଳେ ଜାଗ୍ରତ ହୁଏ ସାଧାରଣ ମଣିଷ ଚେତନା କେମିତି ପ୍ରଭାବ ବିସ୍ତାର କରେ ସେଇଟାକୁ ସେ କହୁଛନ୍ତି। ମଣିଷର ଯୋଉ ସାଧାରଣ ଯୋଉ କନସିୟସନେସ୍ ବା ଆମେ ତ ସାଧାରଣ କନସିୟସନେସ୍ ରେ ରହୁଛୁ ନା ବାହ୍ୟିକ ଚେତନାରେ ଅଧିକାଂଶ ସମୟ ଆମର କଟୁଛି। ତେଣୁ ଆମେ କଣ ହୁଏ ଆମେ ସବୁ ଆମର ପ୍ରକୃତିର ଯୋଉ ମୋଡ ଅଫ ନେଚର ଯୋଉ ଗୁଣ ଅଛି ପ୍ରକୃତିର ଯୋଉ ତିନିଟି ଗୁଣ ଆମେ ଜାଣିଛୁ ତିନିଟି ଗୁଣ ଆପଣମାନେ ସମସ୍ତେ ଜାଣିଛନ୍ତି ତ୍ରିଗୁଣ ଯୋଉ କହନ୍ତି ସେଇ ତ୍ରିଗୁଣ ଦ୍ୱାରା ଆମେ ପରିଚାଳିତ ହଉ। ଆମର ଯୋଉ ନର୍ମାଲ କନସିୟସନେସ୍ ବାହ୍ୟିକ ଚେତନାଟି କେତେବେଳେ ଆମ ଭିତରେ ଗୋଟେ ନିମ୍ନ ଚେତନା ଆସେ କେତେବେଳେ ଗୋଟେ ରାଜସିକ ଆସେ କେତେବେଳେ ସାତ୍ବିକ ଭାବ ଆସେ ଏଇ ଚାରିଟି ଗୁଣରେ ଆମେ ଆବଦ୍ଧ ଥାଉ। ଇଗୋର ଆମେ ଗୋଟେ ପ୍ରଭୁ ଭକ୍ତ ଦାସ ଆମେ ବର୍ଣ୍ଣନା କରୁଛନ୍ତି ସେ କହୁଛନ୍ତି କାହିଁକି ନା ଆମେ ସାଧାରଣ ଚେତନା ଯେତେବେଳେ ଯାଉ ସେତେବେଳେ ଆମ ସକ୍ସେସ୍ ବିଙ୍ଗରେ ବା ବାହ୍ୟିକ ଚେତନାରେ ଆମେ କନସିୟସନେସ୍ କଣ କରେ because the consciousness has allowed the play of the modes of nature on the surface of the being। ସେ କଣ କରନ୍ତି କନସିୟସନେସ୍ ଯେହେତୁ ଆମେ ଏଇ ମୋଡ ଅଫ ନେଚରରେ କାମ କରୁଛୁ ତେଣୁ ସେ କରିବାକୁ but this consciousness in reality not just a display of the modes of nature, it can also be a witness and then it can also be the secret master of all these moments of nature। କହୁଛନ୍ତି ଯେ କିନ୍ତୁ ଯେତେବେଳେ ଧୀରେ ଧୀରେ ଏଇ କନସିୟସନେସ୍ ପ୍ରକୃତରେ ଗୋଟେ ମାନେ ସେ ନୁହନ୍ତି ସେ ନିଷ୍କ୍ରିୟ ନୁହନ୍ତି ଯୋଉଟା ଯେତେବେଳେ ସାକ୍ଷୀ ଭାବ ଆସେ ଯୋଉଟାକୁ ଆମେ କହୁ ସାକ୍ଷୀ ଭାବ ଯେତେବେଳେ ଆସେ ବେଶୀ ନୁହନ୍ତି ଯେତେବେଳେ ସେ ଯେତେବେଳେ ହୁଅନ୍ତି ସେ ସାକ୍ଷୀ ଭାବରେ ଯେ ଯୋଉ ରାୟ ସୁପର୍ଣ୍ଣା କଥାଟି ଆମେ କହୁଛନ୍ତି ସପର୍ଣ୍ଣା ତାରି କଥା ସେ କହୁଛନ୍ତି କିନ୍ତୁ ସବୁବେଳେ ସେ ପ୍ରକୃତିରେ କନସିୟସନେସ୍ ଯୋଉ ସବୁବେଳେ ପ୍ରକୃତିର ଅଧୀନ ହେଇକି ନଥାଏ ଶକ୍ତି ମଧ୍ୟ ରହିଛି ସେ କଣ କରନ୍ତି ସେ ମାଷ୍ଟର ଅଫ ଅଲ୍ ଦିସ୍ ମୋମେଣ୍ଟସ୍ ଅଫ ନେଚର ଯେତେ ରକମର କ୍ରିୟା କରୁଛେ ମାଷ୍ଟର ଅଛନ୍ତି ଆମ ଭିତରୁ ଯେତେବେଳେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ ଆମ ଭିତରୁ ସମସ୍ତ ଯୋଉ ୱାଲ୍ସ ଅଫ ଇଗ୍ନୋରାନ୍ସ ଯୋଉ ରହିଛି ଆମ ଚାରିପଟରେ ଏବଂ ସେଗୁଡିକ ଯେତେବେଳେ ତଳକୁ ଆମେ ନେଇ ଆଣୁ ସେତେବେଳେ ସେଗୁଡିକ ଭାଜିଯାଏ ବ୍ରେକ୍ ହେଇଯାଏ ସେତେବେଳେ consciousness becomes the inner sovereign। ସେତେବେଳେ ଆମର ଏଇ ଯୋଉ ପୁରୁଷ ଆସ୍ପେକ୍ଟ ରହିଛି ସେ କଣ କରନ୍ତି ସେ ତାଙ୍କର ସର୍ବଭୌମ୍ୟ ଅଧିକାର ନେଇକି ଆମ ଭିତରେ ରାଜତ୍ୱ କରନ୍ତି ଲର୍ଡ ଅଫ ଦ ଲୋୟର ପ୍ରକୃତି ସେତେବେଳେ ସିଏ ମାଷ୍ଟର ଅଫ ଦ ପ୍ରଭୁ ହେଇଯାଆନ୍ତି ଲୋୟର ପ୍ରକୃତିର। ସେତେବେଳେ ଏଇ ଜିନିଷ ଆମେ ଯେତେବେଳେ କୁଣ୍ଡଳିନୀ ଶକ୍ତିର ଜାଗ୍ରତ ହେଲା କିମ୍ବା ସାଧନା କଲୁ ସାଧନା ବଳରେ ସେ ଲର୍ଡ ହୁଅନ୍ତି। ସେ କଣ କରନ୍ତି consciousness allied to the gods and cosmic beings and powers and imposes a harmony on the entire being। ତାପରେ ସେଇ consciousness କଣ କରନ୍ତି ତାଙ୍କର ଗୋଟେ ମିତ୍ର ଭାବ ହୁଏ ସବୁ ଯେତେ ମହାଜାଗତିକ ସ୍ତରରେ ଯେତେ ସତ୍ତା ଅଛନ୍ତି ଯେତେ ଦେବତା ମାନେ ଅଛନ୍ତି ଯେତେ ଶକ୍ତି ମାନେ ଅଛନ୍ତି ଉପରେ ଗୋଟେ ହାରମୋନି ଗୋଟେ imposes ହାରମୋନି ଗୋଟେ ସଂଗତି ଇଏ ଆମ ଇଏ ଭିତରେ ଏଣ୍ଟାୟାର ବିଙ୍ଗ ଭିତରେ ସମସ୍ତ ସତ୍ତା ଭିତରେ ଗୋଟେ ହାରମୋନି ପ୍ରତିଷ୍ଠିତ ହୁଏ and it is now surrendered into the hands of the world mother। ପରା ପ୍ରକୃତିକୁ ସେତେବେଳେ ଆମେ କଣ କରୁ ଆମ ସାଧନାର ଧାରାଟିକୁ ସେ ତ ତାଙ୍କର କଲେ ଆମ ସମସ୍ତଙ୍କ ପାଇଁ କହୁଛନ୍ତି ଆମେ ପରା ପ୍ରକୃତିକୁ ସେତେବେଳେ ତାଙ୍କର କମାଣ୍ଡକୁ ଆମେ ଶୁଣୁ କିନ୍ତୁ ଏଇ ଯୋଉ ସର୍ଫେସ୍ ଯେତେବେଳେ ଆମର once the world separating the inner being and the surface consciousness is brought down the soul until now under a veil steps out in the front and the painful knot of ignorance is loosened and all instruments of the being namely body life and mind become
faithful instruments of the soul. कहते जो पुरुष आम ये जाती माने कमांड करते परा प्रकृति प्रकृति उपरे वर्ल्ड मदर जे परा प्रकृति से कौन करते आसिकी आमर जो कन्सियसनेस सेटा भांगी जाए भांगी जाए एवं आमर जो सोल अच्छे वर्तमान घेल होता लुकायित होता जो ignorance नॉट सब रही पेनफुल नॉट ऑफ इग्नोरेंस जो सब जंत्रणादायक ग्रंथि सब रही अज्ञानतार से गुड़िक से कौन करती सब ढिला करती ढिला कर दिखती फल से शक्ति ढिला कर एंड ऑल द इंस्ट्रूमेंट्स ऑफ बीइंग आमर जो इंस्ट्रूमेंटल पार्ट गुड़िक रही आमर बॉडी आमर लाइफ आमर माइंड से कौन करती दे बिकम द फेथफुल instruments of the soul. सेठी सब ज्ञान नथिला से फेथफुल स्लेव ऑफ द ईगो होते वर्तमान ये सब प्रक्रिया हो सारा पर धारावाहिक भाव में कौन करते फेथफुल इंस्ट्रूमेंट्स ऑफ द सोल तेणु समस्त से कौ आड़ को गति करती नॉलेज एवं ब्लिस आड़ को तेणु मनुष्यर जो मोर्टाल बीइंग रही जो पार्थिव मनुष्य रही इमोर्टाल पावर एवं आनंद को से भीतर इनफ्यूज हो जाए भीतर को से ग्रहण कर इनर लॉ ऑफ ब्यूटी बिगिन्स टू टेक इट्स लाइफ हमर जो गोटे इनर लॉ ऑफ ब्यूटी सौंदर्य जो एक शक्ति गोटे विधान रही आम जीवन में कम करे तार जो कहे नेचुरल एक्सप्रेशन ऑफ ट्रुथ आम कथा कहला सब सत कथा कही पार्नु तार स्पीच कौन हुए जो शिखी सभ्य रखे से नेचुरल स्वाभाविक भाव में ट्रुथ को से परिप्रकाश करे डुआलिटीज एट मेन कथा है डुआलिटीज ऑफ सीन एंड वर्च्यू प्लेजर एंड पेन नॉलेज एंड इग्नोरेंस means the transformed human consciousness एइते मनुष्यर गोटे रूपांतर चेतना रहा एवं जो डुआलिटीज जहाँकि सब आम सब पढ़ुचु डुआलिटीज भाई तो बर्तमान सब टॉक रे जो इटर्नल इंडिविजुअल पढ़ाऊँ ये डुआलिटी श्रीअरविंद कथा एते भाव में वर्णना कर जो क्लिपिंग गुड़ाक आसूची आमर शॉर्ट टाइप वीडियो गुड़ाक गोटे पर गोटे वर्णना कर जो डुआलिटीज हमको एत कष्ट दौर पाप से पुण्य से प्लेजर से पेन ये जो द्वैत भाव नॉलेज एंड इग्नोरेंस से जो ट्रांसफॉर्म हो जाऊँ पूरा ह्यूमन कॉन्शियसनेस भीतर आउ से कौन कर टेक रिफ्यूज इन द यूनिवर्सल सबकॉन्शियस पूरा मनुष्य को छाड़ी चली जाऊँ जो यूनिवर्सल सबकॉन्शियस रही महाजागतिक स्तर में विश्वगत स्तर में तार जो सबकॉन्शियस ता भीतर जाइए अवचेतना भीतर से आश्रय नौकरी यही हूँ मोटामोटी कथा Oh soul, my soul, we have created heaven. Within we have found the kingdom here of God. His fortress built in a loud, ignorant world. Our life is entrenched between two rivers of light. We have turned space into a gulf of peace and made the body of capital of bliss. What more must still be done? कौन कर पड़ा भगवान राज्य शांति एक उपसागर कलिगर को जदि आहरी अधिक करवा आवश्यक
ବିବର୍ତ୍ତନଶୀଳ ଚୈତନ୍ୟର ମନ୍ଥର କ୍ରିୟାବିଧିରେ ଏକ ମୃତ ଏବଂ ଏକ କ୍ରିୟା ବ୍ୟବଧି ଭିତରେ ଅବଶେଷ ଅଧିଗତ ଏକ ପ୍ରଥମ ପ୍ରକୃତିର ଉପାଦାନ ଦାରୁ ଶିଳା ମଧ୍ୟରୁ ରୂପାୟିତ ମହତି ଦେବଗଣଙ୍କର ନିବାସ ଯୋଗ୍ୟ ଏକ ମନ୍ଦିର ସଂଘର୍ଷରତ ପୃଥିବୀ ବାହାରେ ରହିଥିବା ସତ୍ତ୍ୱେ ଜଣେ ମାତ୍ର ମଣିଷର ସ୍ପର୍ଶ ମଧ୍ୟ ଏ ପୃଥିବୀକୁ କରିପାରେ ରକ୍ଷା। One man's perfection can really save the world. ଆକାଶ ସହ ହାତ ମିଳେଇବ ଏକ ନୂତନ ସାନ୍ନିଧ୍ୟ, କାରଣ ଇଂରେଜୀଟା ପଢୁନି ଗଲାଣି। ତେଣୁ ଧରିତ୍ରୀ ସହ ସ୍ୱର୍ଗର ପ୍ରଥମ ମିଳନର ଅଙ୍ଗୀକାର ସତ୍ୟ ଜୀବନ ଭିତରେ ଏକ ସୁଗଭୀର ଚୁକ୍ତି ମାନବିକ କାଳ ମଧ୍ୟରେ ହେଲା ଭଗବାନଙ୍କର ଏକ ଶୀଘ୍ର ପଢି ଦଉଛି ଲାଗିଲେ କହୁଛନ୍ତି my soul, we have created heaven, within we have found the kingdom here of God. His fortress built in a loud, ignorant world, between two rivers of light. We have turned space into a gulf of peace and made the body a capital of bliss. What more, big more must be. In the slow process of the evolving spirit, in the brief space between earth and birth, the first conception stage is reached at last. Where the high gods to live, even if the struggling world is left outside, one man's perfection still can save the world. Betrothal of the earth to heaven is the pratham milanara angikar. A real concorder between truth and light, a camp of God is peace in humankind. The first betrothal of earth and heaven, a deep concorder between truth and light, a camp of God is peace in humankind. ଧନ୍ୟବାଦ। ଆଜି ବହୁତ ଡିଷ୍ଟର୍ବାନ୍ସ ଭିତରେ ଆମେ ଏତିକି ପଢିପାରିଲୁ। ଯାହା ବି ହଉ, ତେଣୁ ମୁଁ ବହୁତ ଇଂରେଜୀ ଏକୁ ଛାଡ଼ିଦେଲି, କାହିଁକି ନା ସମୟ ହବନି। ଆଉ ସମସ୍ତଙ୍କୁ ସାଧୁବାଦ। ମହାପ୍ରଭୁଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରୁଛେ। ରତ୍ନପ୍ରଭା ବର୍ତ୍ତମାନ ସମାପ୍ତ ହେଲା। ତମେ ହଁ ରତ୍ନପ୍ରଭା। ଆଜ୍ଞା ମା ପ୍ରଣାମ ଭାଇ ମା।